61 ଯାଏ 60 ଯାଏ କରିଥିଲେ ହେଲା କି ନା କମ୍ପ୍ଲିଟ୍ 60 ଯାଏ କରିଦେଇଥିଲେ 60 ନାଇଁ ଏଇଟା କେତେ 58 ଯାଏ କମ୍ପ୍ଲିଟ୍ କରିଥିଲେ ନମ୍ବରିଂ ଟିକେ ଏପଟ ସେପଟ ଅଛି ଏଠି 61 ଟା କରୁଥିଲେ ତ 61 ଟା ଏବେ କରିବା 61 ଟା କଣ ଦେଇଛି the molecular weight of potassium chlorate is 122.5 what percent of its weight is consumed during heating ହେଲା ତାହେଲେ କଣ ଦେଇଛି ଯେତେବେଳେ ପୋଟାସିୟମ କ୍ଲୋରାଇଡ୍ ଟା ହିଟ୍ ହେବ କେତେ କନଜ୍ୟୁମ ହେଇଥିବ ପୋଟାସିୟମ କ୍ଲୋରାଇଡ୍ ଆଚ୍ଛା ମୁଁ ପୋଟାସିୟମ କ୍ଲୋରାଇଡ୍ କୁ ଯେତେବେଳେ ଭାଙ୍ଗିଲି କଣ 2KCl ପ୍ଲସ୍ 3O2 ମୁଁ କହିବି ଯେ O2 ଟା କଣ ଅକ୍ସିଜେନ ଟା କଣ ହେଇଥିବ ଭେପର ହେଇକି ପଳେଇଥିବ କି ନାଇଁ ଏଟା ଯେତିକି ଭେପର ହେଇକି ପଳେଇଥିବ ସେତିକି ତ ହିଁ ଲସ୍ ହେଇଥିବ ନା କି ନାଇଁ ଭେପର ଟା କଣ ତାର ଲସ୍ କି ନାଇଁ ତାହେଲେ ଯେତିକି ଭେପର ଟା ଯାଇଥିବ ସେଟା ଲସ୍ ହେଇଥିବ ତାହେଲେ ଥିବ କୋଉଟା ଖାଲି ଏଇଟା ଥିବ KCl ତାହେଲେ କେତେ ଲସ୍ ହେଇଥିବ ବୋଲି ପଚାରିଛି କେତେ କନଜ୍ୟୁମଡ ହେଇଥିବ ତାମାନେ କେତେ ଲସ୍ ହେଇଥିବ ତାହେଲେ କେତେ ଯେତେବେଳେ 2 into 122.5 ଟା ଦେଇଦେଇଛି ତାର molecular weight ଏତିକି ଯେତେବେଳେ ହଉଥିଲା ତାହେଲେ କେତେ ଗ୍ରାମ ହଉଥିଲା 3 into କେତେ ଆମର ଯୋଉ ଏଇଟା କେତେ 3 into 32 32 କି ନାଇଁ ହଁ ତାହେଲେ ଏଇଟା ଯଦି ଆମେ ବାହାର କରିଦବା ତାହେଲେ ପରସେଣ୍ଟେଜ ଟା ବାହାର କରିଦବା ତାହେଲେ କେତେ ପରସେଣ୍ଟେଜ ହବ ପରସେଣ୍ଟେଜ ଯଦି ବାହାର କରିବା ତାହେଲେ କଣ 3 into କଣ ହବ 32 divided by କେତେ 2 into 122.5 into କେତେ 100 into 100 ତାହେଲେ ଯେତିକି ବାହାରିଲା ସେତିକି ଆଉ କଣ ହଁ ଯେତିକି ବାହାରିଲା ତାହେଲେ ଏଇଟା ବାହାର କଲେ କେତେ ହେଇଯିବ 3 ଟା କଟିଯିବ କି ଏଇଟା କଟିଗଲେ ଗୋଟେ 16 60 ଇଏ ଲଘୁ କଟିଯିବ ହେଲେ କେତେ ଆସିବ 3 ଚଉ 12 ଆଉ କେତେ ଆସିଲା ଶୂନ ତାହେଲେ 8 ତାହେଲେ କେତେ 40 ଆସିବ କି 40 3 କେତେ 120 ନା 40 ପଏଣ୍ଟ ସମଥିଙ୍ଗ ପଳେଇ ଆସିବ ତାହେଲେ ଇଏ ହୁଁ ହେଇଗଲେ ତାହେଲେ ଇଏ ହେଇଯିବ 4 ରେ କାଟିଲେ 4 ଚଉ 16 4 ରେ କାଟିଲେ 4 10 40 ତାହେଲେ ଏମିତି ହେଇଗଲେ 10 ନୁହଁ ଏଇଟା ତାହେଲେ କେତେ ହେଇଯିବ 3 ବୋଧେ ନା ଏମିତି ହେଇଯିବ କେତେ ଆସୁଛି ଏଇଟା approximately ହଁ ଆପ୍ରୋକ୍ସିମେଟ ପଳେଇ ଆସିବ ଏଇଟା କେତେ এটা କେତେ ହଉଛି 39.18 ପଳେଇ ଆଉଛି ତାହେଲେ ପରସେଣ୍ଟେଜ ତାହେଲେ ଏଇଟା ହବ ଆନ୍ସର ହେଲା କି ନା ଏଟା ହୁଁ କାଟିଦେବେ ନିଜେ ଟିକେ କରିଦେବେ କାଲକୁଲେସନ ଗୁଡାକ ଏଗୁଡାକ ଆଉ ଆଜ୍ଞା ଟାଇମ ୱେଷ୍ଟ ହେଇଯିବ ଛାଡି ଦେଇଛି when 1.1 gram of hydrogen is burnt in oxygen the number of water molecule produced equal to କେତେ molecule number of water molecule ହେଇଥିବ ଏଗୁଡା ଆମେ କରୁଛନ୍ତି ଏବେ କେତେ କ୍ୱେଶ୍ଚିନ୍ କଲେଣି ଏଇ ଟାଇପ ର ତାହେଲେ କଣ ତାହେଲେ H2 ହାଇଡ୍ରୋଜେନ ଯେତେବେଳେ ବଣ୍ଡ ହେଇଥିବ ତାହେଲେ କଣ O2 ବଣ୍ଡ ହେଲା ତାହେଲେ କଣ ଦବ H2O2 କଣ ଦବ H2O ତାହେଲେ ଏଇଟା କେତେ ହେଇଥିବ ହାଫ୍ O2 କି ନାଇଁ ହୁଁ ତାହେଲେ ଯେତେବେଳେ 2 ଗ୍ରାମ ହୁଏ ତାହେଲେ କେତେ ହବ ଏଟା 1 ମୋଲ ଇଏ ବି 1 ମୋଲ H2O ହେଇଥିବ କି ନାଇଁ ୟାର 1 ମୋଲ ବେଳେ ୟାର ବି 1 ୟାର 1 ମୋଲ ତାହେଲେ 1 ମୋଲ ହେଲେ କେତେ ୟାର 18 ଗ୍ରାମ ଯୋଉଟା କି ନାଇଁ ଆଜ୍ଞା 18 ଗ୍ରାମ 18 ଗ୍ରାମ ସହିତ ସମାନ କିମ୍ବା ଆମେ କହିପାରିବା ଯୋଉ କେତେ 1 ମୋଲ ଟା 6.023 into 10 to the 23 ତାପରେ 0.1 ଗ୍ରାମ ବେଳେ କେତେ ହବ ତାହେଲେ 0.1 ଗ୍ରାମ ବେଳେ କେତେ ହବ ନା 18 ଗ୍ରାମ ଡିଭାଇଡେଡ୍ ବାଇ 2 into କେତେ 0.1 ତାହେଲେ ଏଇଟା ବାହାର କରିଦେଲେ କେତେ ପଳେଇ ଆସିବ 2 9 18 ତାହେଲେ କେତେ ଆସିଲା 0.9 ତାହେଲେ 0.9 ଗ୍ରାମ ଆମର ଫର୍ମେସନ ହେଇଯିବ ତାହେଲେ ସେ କଣ ପଚାରିଛି ଆମକୁ ନମ୍ବର ଅଫ ୱାଟର ମଲିକ୍ୟୁଲସ ତାହେଲେ ମଲିକ୍ୟୁଲସ ହେଲେ କଣ ହବ ତାହେଲେ ମଲିକ୍ୟୁଲ ପାଇଁ କଣ କରିବା ନମ୍ବର ଅଫ ମଲିକ୍ୟୁଲସ ଆମକୁ ବାହାର କରିବା ନମ୍ବର ଅଫ ମୋଲ୍ସ ଟା ବାହାର କରିବା ତାହେଲେ ନମ୍ବର ଅଫ ମୋଲ୍ସ ଟା କେତେ ହେଇଯିବ 0.9 ଡିଭାଇଡେଡ୍ ବାଇ କେତେ ୱାଟର 18 ର କେତେ 18 କି ନାଇଁ ହଁ ତାହେଲେ ଏଇଟା ଗେଲିଲେ କେତେ ହେଇଯିବ ଏଇଟା 9 ହେଲେ 180 9 ଏଇଟା ହେଇଯିବ 9 ବାଇ 180 9 ଦୁଗୁଣେ 18 ନାଇଁ କି 1 ବାଇ 20 1 ବାଇ 20 ଗଲେ କେତେ ହେଇଯିବ ଏଇଟା 0.05 ମୋଲ ହେଇଯିବ ତାହେଲେ ଏତିକି ମୋଲ ପାଇଗଲା ତାହେଲେ ମଲିକ୍ୟୁଲ କେତେ ଥିବ ଇଣ୍ଟୁ କେତେ ହେଇଥିବ 6.023 into 10 to 6.0 the 23 molecules ଯେତିକି ଆସିବ ସେତିକି ତାହେଲେ ଏଇଟା କେତେ ହେଇଥିବ ଏଇଟା କାଲକୁଲେଟ କଲେ ଇଏ ହେଇଯିବ 5 ଏଇଟା 5 into 6.023 into 10 to the 20 କେତେ ହେଇଯିବ ଏ ଦିଟା କଟିଗଲେ ଏପଟେ କେତେ ହେଇଯିବ 21 କି ନାଇଁ ତାହେଲେ ହୁଁ 530 ତାହେଲେ 3 ପଏଣ୍ଟ ସମଥିଙ୍ଗ ଆସିବ 3 ପଏଣ୍ଟ ଆଚ୍ଛା ଏଇଟା ବି ଅଛି 3 ପଏଣ୍ଟ କେତେ ହେଇଯିବ ଧର 01 01 530 ଏଇଟା ହେଇଯିବ କେତେ 30 30.23 ହେଇଯିବ 023 ଇଣ୍ଟୁ ନେଇଯାଉ 30.1 ଧର ମୁଁ ନେଇଗଲି ତାହେଲେ କେତେ ହେଇଯିବ 10 to the 21 ତାହେଲେ ଗୋଟେ ଲେଫ୍ଟ କୁ ଆଇବ ତାହେଲେ କଣ ହବ 3.01 into 10 to the 22 ଆଇବ ଏଇଟା ଆଇବ ଆଉ ହୁଁ ସେଇଟା ଆଉ ଆଜ୍ଞା ବଢିଯିବ ଗୋଟେ ହଁ ଗୋଟେ ଲେଫ୍ଟ କୁ ଆଇଲେ ଗୋଟେ ଇନକ୍ରିଜ ହବ ରାଇଟ କୁ ଗଲେ ଡିକ୍ରିଜ ହେଇଥାନ୍ତା ଏଇଟା କହିଥିଲି କ୍ଲାସରେ ଫାର୍ଷ୍ଟ କ୍ଲାସରେ ତାହେଲେ ହାଉ many moles of electron weight 1 kilogram 1 kg ରେ କେତେ ୱେଟ୍ ତାହେଲେ କହିପାରିବା ଆଚ୍ଛା 1 କିଲୋଗ୍ରାମ 1 ଇଲେକ୍ଟ୍ରନ କେତେ କି ୱେଟ୍ 9.1 into କେତେ 10 to the power minus 31 kg 1 ଇଲେକ୍ଟ୍ରନ ସେ କହୁଛି 1 kg ରେ କେତେ ରହିବ ହେଲା କି ନାଇଁ
1 मोल इलेक्ट्रॉन केते कहि परिबे 1 मोल इलेक्ट्रॉन केते हिजबो 9.1 into 10 to the power केते -31 into केते 6.023 into 10 to the power 23 kg कि नहीं इलेक्ट्रॉन टा ना इलेक्ट्रॉन टा एटा हला 1 इलेक्ट्रॉन रो वेट टा 1 मोल ऑफ इलेक्ट्रॉन हेले एतिके गला से कहछि 1 केजी रे केते मोल इलेक्ट्रॉन रहइबो ताले हम उल्टा के लिखि दे परबा ताले कोन लिखबा 6.023 into 10 to the power केते 23 into 9.1 into 10 to the power -31 रे केते 1 मोल इलेक्ट्रॉन 1 मोल कि नहीं 1 मोल इलेक्ट्रॉन होतला ताले 1 केजी रे केते रहइबो 1 केजी रे केते रहइबो 1 बाय एटा समथिंग टा रहइबो कि नहीं 6.023 into 10 to the power केते रहइबो 23 into 9.1 into 10 to the power -31 ताले एटा कैलकुलेशन करले पळे आसीबो जहा कैलकुलेट कर देबे निजे एटा करले कते हिजबो ताले ଦେଇଛି କି କିଛି ଅପସନ ଦେଇଛି କି ହଁ ଏଇଟା ଅପସନ ଦେଇ ଦେଇଛି ତାହେଲେ ଏଟା କେତେ ଏଟା ଇଏ ହେଇଗଲେ କେତେ 8 ହେଇଯିବ କି ନାଇଁ ଯୋଉ ଆରେ 8 ହେଇଯିବ ନା କେତେ ହେଇଯିବ 30 -31 ଏଟା 23 ତାହେଲେ -8 ହେଇଯିବ -8 ହେଇଯିବ ତାହେଲେ 1 by 6.023 into 10 9.1 into କେତେ ହେଇଯିବ ଏଟା into 10 to the power 8 ଏଇଟା ହେଇଯିବ ଆନ୍ସର ଟା ହବ ଡିଟା ऊपर को गले एठी ହଁ ଡିଟା ହେଇଯିବ ଆଉ ନେକ୍ସଟ କରିବା नेक्स्ट क्वेश्चन ଦେଇଛି द नंबर ऑफ आटम इन केते ଦେଇଛି ଏତିକି ଗ୍ରାମ ରେ ହେଲା ଏଫି ରେ ଆଚ୍ଛା କେତେ ଆଟମ ଏଫି ର କେତେ weight molecular weight दीटा हो କେତେ कि 50 आ दीटा हो कि ଡିଟା ହବ କି ଡିଟା କଣ ଦେଇଛି 55 ନା ଏମିତି କେମିତି ହବ ଡାଇରେକ୍ଟ କଣ ଦେଖି ଆମେ କହିଦେଇ ପାରିବା ନା ନା ସେମିତି କେବେ କ୍वेଶ୍ଚନ ଭୁଲରେ ବି କରିବେନି ରଙ୍ଗ ହେଇଯିବ ଆରେ କ୍वेଶ୍ଚନ କରିବେ ତାପରେ ବାହାର କରିବେ ଆରେ 56 ଗ୍ରାମ ରେ କେତେ ଦେଖନ୍ତୁ ନମ୍ବର ଅଫ ଆଟମ କେତେ ଏଫି ରେ 56 ଗ୍ରାମ କେତେ ରହିବ କେତେ ଆଟମ 6.023 into 10 to the power 23 ଆଟମ କଣ ଏଫି ଆଟମ ବୁଝିପାରୁଛନ୍ତି ନା ନାଇଁ 56 ମାନେ 1 ମୋଲ ରେ କେତେ 1 ମୋଲ ଯେ 56 ଗ୍ରାମ ଏତିକି ଆଟମ ସେ ପଚାରିଛି ଏତିକି ଗ୍ରାମ ରେ ତାହେଲେ 58.5 ଗ୍ରାମ ରେ କେତେ ତାହେଲେ 6.023 into 10 to the power 23 ତାହେଲେ ଏଟା କେତେ ହେଇଯିବ 56 into କଣ ହେଇଯିବ 558 into 0.5 ହବ ନା ଏମିତି ହବ ନା ବୁଝିପାରିଲେ ନା ନାଇଁ आज्ञा आज्ञा ତାହେଲେ ଲଘୁଭଗ ଟା ବାହାର କଲେ କେତେ ଆସିବ এইটা ଆକ୍ଚୁଆଲି ଆମର 56 ମୁଁ ଆପ୍ରୋକ୍ସିମେଟଲି ନେଇଗଲି କିନ୍ତୁ ଏଟା ହୁଏ କେତେ କହିଲ 56 ନୁହଁ ଆକ୍ଚୁଆଲି ୱେଟ୍ ଟା କେତେ ଆଇରନ୍ ର 58.85 ହେଲା କି ନାଇଁ ତାହେଲେ 58.85 ଏଟା ଦେଇଛି ୱେଟ୍ ଟା ତ ତେଣୁ ଏଇ ୱେଟ୍ ଟାକୁ ନେଇଗଲେ ଭଲ ହବ ଆମକୁ ତାହେଲେ ଏଟା 58.85 ଆମେ ନେଇଯାଉ ତାହେଲେ 56 ଆପ୍ରୋକ୍ସିମେଟଲି ମୁଁ ନେଇଯାଉଛି କେତେବେଳେ କାଲକୁଲେସନ ପାଇଁ ଯିବ ବୋଲି କିନ୍ତୁ ଆମେ ନେଇଯିବା କେତେ ଏତିକି ନେଇଗଲେ ଏଟା କଟିଯିବ ନା ହେଲା କି ନାଇଁ ଯୋଉଠି बीटा हो ତାହେଲେ ତାହେଲେ ଏଟା କଣ ହବ ତାହେଲେ ଏଟା କଟିଗଲା ଇଏ ହେଇଯିବ କେତେ 58.55 ତାହେଲେ କଟିଗଲେ ଏଇଟା କେତେ ହେଇଯିବ ଇଏ ହେଇଯିବ 10 ବୋଧେ ନା आज्ञा into 10 ହେଇଗଲା ତାହେଲେ 10 to the power 4 ଏଠି 23 ହେଲେ 4 ହେଇଗଲା ତାହେଲେ କଣ ହେଇଯିବ ଆନ୍ସର twice of 60 ଗ୍ରାମ of carbon ଏଇଟା ହବ କି ଏଇଟା କଣ ହେଲା 10 into ଆଭୋଗାଡ୍ରୋସ୍ ନମ୍ବର ଟା ହେଲା କି ନାଇଁ 10 into ଆଭୋଗାଡ୍ରୋସ୍ ନମ୍ବର ଟା এটা ଦେଖିଲେ ଏଇଟା ହବ କି ଏଇଟା twice into twice that of carbon of 60 গ্রাম of carbon আচ্ছা কার্বন ର କେତେ କି କାର୍ବନ ର ଏଟା ହଉଛି ମାସ ହଉଛି କେତେ 12 ତାହେଲେ twice that of 60 গ্রাম of carbon ନାଇଁ କି 12 ହେଲେ ଆର ମୋଲ ଟା କେତେ ହେଇଯିବ ତାହେଲେ ଯେତେବେଳେ 12 ଗ୍ରାମ ରେ କେତେ ହୁଏ ନା ଏଟା ହେଇଯାଏ 6.0 ଆଭୋଗାଡ୍ରୋସ୍ ନମ୍ବର ଟା ତାହେଲେ 60 ଗ୍ରାମ ରେ କେତେ ହେଇଯିବ ଏଟା 60 ଗ୍ରାମ ରେ into 5 ହଉଛି कि नहीं आज्ञा into 5 ହେଇଯାଉଛି into 5 ହେଲେ into 5 ହେଲେ 5 into 5 ଆଉ ତାପରେ ଏଇଟା କଣ କହିଛି twice କହିଛି ନା ଆରେ ଏଇଟା twice କହିଛି ମୁଁ ସେଇଠି କନଫ୍ୟୁଜ ହଉଛି କୁଆଡେ ଗଲା 5 ତାହେଲେ into 2 ହେଇଯିବ 10 କି ନାଇଁ 10 into କଣ ହେଲା ଆଭୋଗାଡ୍ରୋସ୍ ନମ୍ବର ତାହେଲେ ଏଇ ଅପସନ ଏଟା ହବ ଆଉ ଜାଣିପାରିଲେ ନା ନାଇଁ ଜାଣିପାରିଲେ ତ ସାର୍ ଟିକେ ଆଉଥରେ ଏକ୍ସପ୍ଲେନ୍ କରିବେ ହଁ ମୁଁ ସେଇଟା କହିବି ବୁଝିଲାନି ମତେ କହିଦଉଛି ଆଉଥରେ ବାଇଶ ମୁଁ ଆଉଥରେ କାଟିକି କହିଦଉଛି ରୁହନ୍ତୁ ଏଟା ମୁଁ ଏଟା ଟିକେ କଣ ମୁଁ ଟିକେ ଇଏ ହେଇଗଲି ତ ରହିଗଲି ଟିକେ ଆପଣ ଟିକେ ଆଉ କାଟିକି ଆଉଥରେ କହିଦଉଛି ହେଲା କହିଦଉଛି ଦେଖନ୍ତୁ ନହେଲେ ଟୋଟାଲ ଇରେଜ କରିଦଉଛି ସଲା ଦେଖନ୍ତୁ ଦେଖନ୍ତୁ ଆମେ କେମିତି କରିବା
ଦେଇଛି ନମ୍ବର ଅଫ ଆଟମ୍ 58.18 ଗ୍ରାମ। ତାହେଲେ ଆମକୁ କହିଛି 558.5 ଗ୍ରାମ ଏଫି ରେ କେତେ ଏଫି ଆଟମ୍ ଅଛି, ଏଇଟା ଆମର ହେଲା କ୍ୱେଶ୍ଚିନ୍, ହେଲା ନା? କେତେ ଆଟମ୍ ଅଛି ଏଫି ଆଟମ୍ ବାହାର କରିବା କେମିତି? ତାହେଲେ ଆର କଣ ଏଇଠି ବା ଦେଇଛି ଆଟମିକ ମାସ୍ ଟା, ମୁଁ ମନେ ମନେ ନେଇଥିଲି 56। ତାହେଲେ କେତେ? ତାହେଲେ ଆଇରନ୍ ର ଆଟମିକ ୱେଟ୍ ଏଠି ଦେଇଦେଇଛି 55.85 ଏତିକି ଗ୍ରାମ। ଆଚ୍ଛା ଏତିକି ଗ୍ରାମ ଯେ ଏଟା କଣ, ଏଟା 1 ମୋଲ୍ କି ନାଇଁ? 1 ମୋଲ୍। ତାହେଲେ ଏତିକି ମୋଲ୍ ରେ ତାହେଲେ କେତେ ରହୁଥିଲା, କେତେ ଆଟମ୍ ରହିବ? 6.023 into 10 to the power 23 ଏଫି ଆଟମ୍। ଜାଣିପାରିଲେ ତ ଏଟା? ଆରେ ଏଫି ଗୋଟେ ଅଛି, ଏଫି, ତେଣୁ କେତେଟା? ଏତିକିଟା ଆଭୋଗାଡ୍ରୋସ୍ ନମ୍ବର ଅଫ ଆଟମ୍ ରହିବ। ଆରେ 1 ମୋଲ୍ କହିଲେ କଣ କି, ତାର ମୋଲାର ମାସ୍ ହେଇପାରିବ, ତାର ଆଟମ୍ ହେଇପାରିବ, ପାର୍ଟିକଲ କିମ୍ବା ମୋଲିକୁଲ୍ସ କିଛି ବି ହେଇପାରିବ, ତେଣୁ ଏତିକି ଆଟମ୍ ରହିବ। ତାହେଲେ ସେ କହିଛି ଏତିକି ଗ୍ରାମରେ କେତେ ହବ ନା 5585.5 ଏତିକି ଗ୍ରାମରେ କେତେ ରହିବ, ହେଲା? ତାହେଲେ 6.023 into 10 to the power କେତେ ହେଲା? 23 divided by କେତେ? 5585 into 558.5 ଏତିକି ତ? ତାହେଲେ ଇଏ କାଟିଦେଲେ କେତେ ହେଲା? 10। କାଟିଦେଲେ କେତେ ହଉଛି? 10। 10 ହେଲେ କେତେ? ତାହେଲେ କଣ ହେଲା? 10 into କଣ? ଆଭୋଗାଡ୍ରୋସ୍ ନମ୍ବର। ତାହେଲେ ଏଇଟା କଣ? ଏଇଟା ହବ କି ଆଭୋଗାଡ୍ରୋସ୍ ନମ୍ବର? ଏଇଟା ତ ହବନି ନା। এটা হବ কি না, এটা ତ ହବନି ନା, ବୁଝିଲା ନା ନାଇଁ? ହାଫ୍ ଅଫ୍ 80 ଗ୍ରାମ ହାଇଡ୍ରୋଜେନ ହବ, ନହେଲେ କାର୍ବନ, ଏଇ ଦିଟାରୁ ଯୋଉଟା ହେଲେ ହବ ତ। ଏ ଦିଟାରୁ ଆମେ ଅପସନ ବାହାର କରିବା, ହେଲା କି ନାଇଁ? ଏଠି ଦେଖନ୍ତୁ କାର୍ବନର କଣ, କାର୍ବନର ଆଟମିକ ୱେଟ୍ କେତେ? 12 ଗ୍ରାମ। 12 ଗ୍ରାମ ବେଳେ କେତେ ଆଟମ କାର୍ବନ ରହେ? ଆଭୋଗାଡ୍ରୋସ୍ ନମ୍ବର ଆଟମ ରହିବ କଣ? କାର୍ବନ ଆଟମ। ଆଭୋଗାଡ୍ରୋସ୍ ନମ୍ବର କାର୍ବନ ଆଟମ ଏଟା କଣ ନା 6.023 into 10 to the power 23 ଆଭୋଗାଡ୍ରୋସ୍ ନମ୍ବରଟା, ହେଲା କି ନାଇଁ? ତାହେଲେ କଣ ଦେଇଛି 60 ଗ୍ରାମ ବେଳେ, ତାହେଲେ 60 ଗ୍ରାମ ବେଳେ କେତେ ହବ? twice of 60 গ্রাম অফ ଦେଇଛି ନା ଯୋଉ କାର୍ବନ, ତାହେଲେ କଣ twice, ତାହେଲେ 60 ଗ୍ରାମ ବେଳେ କେତେ ହେଇଯିବ ନା 2 into କଣ ଏନ ଆଭୋଗାଡ୍ରୋସ୍ ନମ୍ବର। ତାପରେ କଣ twice ଟା, ଏଟା twice ପାଇଁ, ତାପରେ ଏଇଟା କେତେ ୟାର ହଉଛି ମଲ୍ଟିପୁଲ 5 ଟାଇମ ହଉଛି, ତାହେଲେ ଏଠି 5 ଟାଇମ ମଲ୍ଟିପ୍ଲାଏ କରିବେ ନା ନାଇଁ? ତାହେଲେ କେତେ ହେଲା? 10 into କଣ ଆଭୋଗାଡ୍ରୋସ୍ ନମ୍ବର। ତାହେଲେ ଏଇଟା ହବ ଆନ୍ସର। ନା ଜାଣି ପାରୁନାହାନ୍ତି? ବୁଝିପାରିଲେ ନା ନାଇଁ? ଆଜ୍ଞା ସାର୍। ହୁଁ, ୟା ସହିତ ଏଇଟା ମ୍ୟାଚ୍ କରୁଛି, ତେଣୁ ସେଇଟା ହବ। ନେକ୍ସଟ ଦେଇଛି, ଏଟା କଣ ଦେଇଛି, କଣ ଦେଇଛି ଏଟା? 0.56 gram of gas occupied 280 cm3 at NTP, then its molecular mass। କେମିତି ବାହାର କରିବା କହିଲେ? କେମିତି ବାହାର କରିବା? ଏଇଟା ସିଏମ କ୍ୟୁ ଯାହା ସେ ଏମଏଲ ଟା ସେଇଆ, ହେଲା କି ନାଇଁ? ମାନେ ଗ୍ୟାସ୍ ଅକୁପାଇ ଯେତେ 80 ଏନଟିପି, ହେଲା କି ନାଇଁ? ତାର ମଲିକୁଲାର ମାସ୍ ଏଇଟା ମାନେ କର, ଏଇଟା କେତେ? ଏଇଟା କେତେ? 280 ଦେଇଛି, 280 cm କ୍ୟୁ। ଆଚ୍ଛା ଆମର 280 cm କ୍ୟୁ ବେଳେ ତାର କେତେ? 56.0.56 ଗ୍ରାମ ହଉଛି, ହେଲା? କାର ବି ହେଇଛି, କୋଉ ବି ମଲିକୁଲ ହେଇଛି ସେ ଦେଇନାହିଁ। ତାପରେ ଆମର କେତେ ଯୋଉ ଇଏରେ କିଏ କହିଲ, ଯଦି ଏଟା କଣ ଏମଏଲ ରେ ଦେଇଛି, ହେଲା କି ନାଇଁ? ଏଟା କୋଉଥିରେ? ସିଏମ କୁ କହିଲା ଏମଏଲ ଟା ବା, ହେଲା କି ନାଇଁ? ମିଟର କ୍ୟୁବ କହିଲେ ଲିଟର ଟା। ତାହେଲେ ଏଠି, ତାହେଲେ ଆମେ କହିପାରିବା ଆକୁ 280 ml ବି କହିପାରିବା, ନହେଲେ ସିଏମ କ୍ୟୁବ କହିପାରିବା ଏମଏଲ ଯଦି। ତାହେଲେ ଏତିକିରେ ଦଉଛି କେତେ? 56 ଗ୍ରାମ। ତାହେଲେ ଆମର 1 ମୋଲ ଯେ କେତେ? ମଲିକୁଲାର ମାସ୍ କଣ କି? ମଲିକୁଲାର ମାସ୍ ପଚାରିছে ନା, ତାହେଲେ ମଲିକୁଲାର ମାସ୍ ଇକ୍ୱାଲ ଟୁ କଣ କହିପାରେ? ମଲିକୁଲାର ମାସ୍ ଟା କଣ କି? ତାର ଯୋଉ ଗ୍ରାମ ମଲିକୁଲାର ମାସ୍ 1 ମୋଲ ସହିତ ସମାନ କି ନାଇଁ ମଲିକୁଲାର ମାସ୍ ଟା? ମୁଁ ଯଦି ଗୋଟେ ଏକ୍ସାମ୍ପଲ ନେବି ମିଥେନ, ତାହେଲେ ମିଥେନ ର କେତେ ମଲିକୁଲାର ମାସ୍? 16 ଗ୍ରାମ। এটা কার সହିତ 1 মোল সହିତ সমান না নাই କି ନାଇଁ? ତାହେଲେ 1 ମୋଲ ସେଇ ଟାଇପ ର ଆମେ ଏଠି 1 ମୋଲ ଟା ୟୁଜ କରିଦେଇ ପାରିବା। ଦେଖନ୍ତୁ ଯେତେବେଳେ 280 cm କ୍ୟୁ ଯେତେବେଳେ ନଉଥିଲେ, ତାହେଲେ ଏଟା କେତେ ହଉଥିଲା? 0.6 ଗ୍ରାମ। ତାହେଲେ 1 ମୋଲ ପାଇଁ ଏଟା କଣ ଭଲ୍ୟୁମ ରେ ଦେଇଛି ନା, ତେଣୁ ଆମେ ଭଲ୍ୟୁମ ରେ ନେଇଯିବା 1 ମୋଲ ପାଇଁ। 1 ମୋଲ ପାଇଁ କେତେ ନେଇଯିବା? 22.4 ଲିଟର ହଉଥିଲା। ତାହେଲେ ଯଦି ଭଲ୍ୟୁମ ରେ ନେଇଯିବା, ଯୋଉ ଏମଏଲ ରେ ନେଇଯିବା କେତେ? 22.22400 ହେଇଯିବ। ଏତିକିରେ କେତେ ଗ୍ରାମ ଯେତିକି ହବ ତାର ସେଇଟା ମଲିକୁଲାର ମାସ୍ ହେଇଯିବ। ତାହେଲେ 0.56 ଡିଭାଇଡେଡ ବାଇ କେତେ? 280 ଇଣ୍ଟୁ କେତେ ହେଇଯିବ? 224 ଇଣ୍ଟୁ 100, ହେଲା ନାଇଁ? ତାହେଲେ ଏଟା ହେଇଯିବ 44.8। এটা ବୁଝିପାରିଲେ ନା ନାଇଁ? ବୁଝିପାରିଲେନି କେହି? କନଫ୍ୟୁଜ ହେଲେ କି? ଏଟା ହେଇଯିବ ବିଟା। ବୁଝିପାରିଲେ କି? এই ଆଜ୍ଞା ମୋଲଟା ଧରିକି ମୁଁ ୟୁଜ କରିଦେଲି, ହେଲା କି ନାଇଁ? ମୋଲଟାକୁ ୟୁଜ କରିକି।
ତାପରେ ନେକ୍ସଟ ଦେଇଛି ଏଟା କଣ ଦେଇଛି ଦ ମାକ୍ସିମମ୍ ନମ୍ବର ଅଫ ମଲିକ୍ୟୁଲ୍ସ ୱିଲ୍ ବି ପ୍ରେଜେଣ୍ଟ। ଏଟା ମୁଁ କହିଥିଲି ଏବେ। ତାହେଲେ କୋଉଥିରେ ମଲିକ୍ୟୁଲ ପ୍ରେଜେଣ୍ଟ କରିବା ଏଟା କଣ ବାହାର କରିବା? ନମ୍ବର ଅଫ ମୋଲ୍ସ ବାହାର କରିଦେଲେ ଆମକୁ ଜଣା ପଡିଯିବ। ଯେତେବେଳେ କମ୍ପାରିଜନ ପଚାରିଥିବ ସେତେବେଳେ ନମ୍ବର ଅଫ ମୋଲ୍ସ। ତାହେଲେ ମାକ୍ସିମମ୍ ନମ୍ବର ଅଫ ମଲିକ୍ୟୁଲ୍ସ, ନମ୍ବର ଅଫ ମୋଲ୍ସ ଏଟା ବାହାର କରିଦେଲା। ଏଟା କେତେ? 16 ଗ୍ରାମ ଡିଭାଇଡେଡ୍ ବାଇ କେତେ? ନାଇଟ୍ରୋଜେନ 14, ଇଏ 16 କେତେ ହେଇଗଲା? 14 16 କେତେ? 30 ନା 30 ନମ୍ବର ଅଫ ମୋଲ୍ସ ଟା। ତାର କେତେ? 7 ବାଇ ନାଇଟ୍ରୋଜେନ ର 28 ଏଟା ହେଇଯିବ। ଏଟା କେତେ? 16 ବାଇ ଅକ୍ସିଜେନ ର କେତେ? 32 ଏଟା ହାଫ ମୋଲ୍ ହେଇଯାଉଛି ହେଲା। 32 କି ଅକ୍ସିଜେନ 16, ହଁ 32। ଏଟା 2 ବାଇ ହାଇଡ୍ରୋଜେନ କେତେ? 2, ତାହେଲେ ଏଇଟା ହଉଛି 1 ମୋଲ୍। ତାହେଲେ ଏଇଟା ହିଁ ସବୁଠାରୁ ଅଧିକା ଅଛି। ଏଗୁଡା ସବୁ ତ ତାର ଇଏ ଗୁଡା ବାହାର କରିବନି, ଏଇଥିରୁ ଜଣା ପଡିଯାଉଛି କି ନାଇଁ। ଆଜ୍ଞା ନେକ୍ସଟ ଦେଖିବା ଏଟା କଣ ଦେଇଛି। In alkaline condition KMnO4 react with ଏତିକି ଏତିକି ଦେଇଛି। ତାହେଲେ ତ equivalent weight ଏଇଟା କିଏ କହିପାରିବେ? equivalent weight ଟା ଡାଇରେକ୍ଟ କିଏ କହିପାରିବେ? KMnO4 ଏଟା କୋଉଥିରେ ରିଆକ୍ସନ ଟା? ଏଟା ମୁଁ ପଢେଇଥିଲି କେମିତି equivalent mass ବାହାର କରନ୍ତି। କ୍ଲାସ କରିଛନ୍ତି? କ୍ଲାସ କରିଛନ୍ତି ନା ନାଇଁ? ତାହେଲେ କେମିତି ହବ? 2 KMnO4 ପ୍ଲସ କଣ ଦେଇ 2 KOH 2 K2 MnO4 ପ୍ଲସ କଣ ଦେଇଛି H2O ପ୍ଲସ O। ତାହେଲେ କଣ କରିଥିଲି? ଅକ୍ସିଜେନ ର କଣ ଇକ୍ୱାଲେଣ୍ଟ ୱେଟ କଣ? ଅକ୍ସିଜେନ ର କେତେ? 8 ଗ୍ରାମ ସହିତ ଅକ୍ସିଜେନ ହାଇଡ୍ରୋଜେନ ର କେତେ? 1 ଗ୍ରାମ ସହିତ ଆଉ କାହାର କ୍ଲୋରିନ ର କେତେ? 35.5 ଗ୍ରାମ ସହିତ ଆମେ କମ୍ପେୟାର କରିବା। ତାହେଲେ ୟାର ଯେତିକି ମାସ ଟା ତାର ଆଟମିକ ୱେଟ ଟା ସେତିକି ହେଇଯିବ କି ନାଇଁ? 8 ଗ୍ରାମ ସହିତ କମ୍ପେୟାର କରିବା। ତାହେଲେ କେତେ ହେବ? 2 ଇଣ୍ଟୁ ପୋଟାସିୟମ ର କେତେ? 39, ମାଙ୍ଗାନିଜ ର 64 ନା କେତେ? ନା 63 ବୋଧେ। ଆରେ କେମେନ ପର 158 ଆସେ 63 ବୋଧେ। ଏଟା ହେଇଗଲେ କେତେ ହେଇଯିବ? ଏଇ ଯୋଉ 16 64 ତାହେଲେ କେତେ ହେଇଗଲା? କହିଲେ ଦେଖିଲେ ଏଟା ହଉଛି କି କେତେ ହଉଛି? 4 3 7 9 7 16 6 ରଖ ନେଲା 1 3 6 3 9 9 6 15 ଏଇଟା ବୋଧେ 65 ନା କେତେ ଏମିତି ହେଇଥିବ ନା କଣ ଏମିତି ବୋଧେ। କେମନ ଫର୍ଷ୍ଟ ଦେଖିଲେ ବାହାର କରିନେଲେ। ଆରେ এটা 158 হবো। এটা ডাইরেক্ট 158 হবো। এটা কোনটা ওটা এটা 63.5 না ଏମିତି କଣ ନେଇଗଲେ 158 ହେଇଯିବ। ତାହେଲେ 2 ଇଣ୍ଟୁ କେତେ? 158। ତାହେଲେ ଯେତେବେଳେ ହଉଛି ତାହେଲେ ଅକ୍ସିଜେନ କେତେ? 32 ଗ୍ରାମ ସହିତ ସମାନ କି ନାଇଁ? ତାହେଲେ ଏଇଠି ଦେଇ ଦେଇଛି ରେ ଏଇଟା ଏଇଗୁଡା ନେଇଗଲେ ହବ। ହଁ ଏଇଠି 55 ବା ଦେଇ ଦେଇଛି। ତାହେଲେ ଠିକ ଅଛି। ହଁ 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 ହେଲା। ଆରେ ଏଇଟା ଦେଇଛି ମାସ ଗୁଡାକ। ତାହେଲେ ଏଇଟା 55 ଦେଇ ଦେଇଛି ନାଇଁ କି? ଏଇଟା ତାହେଲେ ଆମେ ବାହାର କରିଦବା। ଟିକେ ଟିକେ ରୁହନ୍ତୁ। ବାହାର କରିଦବା କାହିଁକି ଆମେ କରିବାନି। ତାହେଲେ ବାହାର କରିଦବା। 2 ଇଣ୍ଟୁ ପୋଟାସିୟମ ର କେତେ? 39 ପ୍ଲସ ଏଟା କେତେ? 55 ପ୍ଲସ କେତେ ଏଟା? 16 64 ଏଟା କେତେ ହେଲା ଦେଖିଲେ? ଏଟା କେତେ ହେଇଯାଉଛି? 2 ଇଣ୍ଟୁ ଏଟା ହେଇଯିବ କେତେ? 5 4 9 9 6 15 5 ରଖ ନେଲା 5 4 9 6 9 ନାଇଁ 9 9 18 8 ରଖ ନେଲା ବା 1 6 5 11 3 14 1 15 158 ହଉଛି ବା 158 ହେଲା। ଆଚ୍ଛା ମାଙ୍ଗାନିଜ କପର ବୋଧେ 63 ନାଇଁ କି? ତାହେଲେ କେତେ? ଏତିକି ହଉଛି। ତାହେଲେ ଆର 8 ଗ୍ରାମ ସହିତ ଆମେ କମ୍ପେୟାର କରିବା। ତାହେଲେ 8 ଗ୍ରାମ ହେଲେ କେତେ? ଡିଭାଇଡ ବାଇ କେତେ? 4 ହେଇଯାଉଛି। ତାହେଲେ ଏଠି କେତେ? 4 ଡିଭାଇଡ କରିଦବା। 4 ଡିଭାଇଡ କରିଦେଲେ ଆରେ ଏଟା 16 ଗ୍ରାମ ବା ଏଟା ଖାଲି ଦେଇଛି ବା ନା 32 କେମିତି ନେଲେ ସାର୍? ଏଟା 16 ଗ୍ରାମ ସରି ଏଟା 16 ଗ୍ରାମ ପା ନେବା 32 ନୁହଁ। ୟାର 16 ଗ୍ରାମ ନେବା। ଏଟା କେତେ ସହିତ ନେବା? 16 ଗ୍ରାମ ସହିତ ନେବା। O2 ମୁଁ ଭାବି ଦେଇଛି ମନେ ମନେ, ତେଣୁ O2 ନୁହଁ O ଦେଇଛି। ତାହେଲେ ୟାର କଣ 8 ଗ୍ରାମ। 8 ଗ୍ରାମ ହେଲେ କେତେ? 2 ହଉଛି। ତାହେଲେ ଏଠି ଡିଭାଇଡ ବାଇ 2 ହେଇଯିବ। 2 2 କଟିଗଲେ ସେଇ 158 ରହିଲା ଆଉ କଣ? 158 ଗ୍ରାମ ରହିଲା ଆଉ। ସାର୍ ଏଇଟା ଆଉ। ତାପରେ এই যে ମୋର ଏତେ ଗୁଟେ କଲେଣି ତ 50 60 ଟା କରିଦେଲେଣି ତ ମୋର ଫ୍ଲୋରେ କୁଆଡେ କୁଆଡେ ଗୋଟେ ଗୋଟେ ପଳେଇ ଯାଉଛି। ଆଜ୍ଞା ତାପରେ ଅଲଗା କ୍ଲାସ ଏମିତି ହେଲା ବେଳକୁ ଗୋଟେ ଗୋଟେ ପଳେଇ ଯାଉଛି କୁଆଡେ କୁଆଡେ ଆଉ। ମାନେ ସ୍ପିଡ ଅଫ୍ ପୁଣି କରିଦଉଛି ତ ଟିକେ। ତାପରେ ଦେଇଛି ଏଇଟା ନେକ୍ସଟ ଦେଖନ୍ତୁ এটা কোন ଦେଇଛି what volume of water is to be added 50 ml of এটা ଦେଇଛି କଣ ଭଲ୍ୟୁମ ଅଫ ଏତିକି। ତାହେଲେ 4nn NOH ସଲ୍ୟୁସନ obtain 1n। ତାହେଲେ ଏଟା କୋଉଥର ଦେଇଛି ସଲ୍ୟୁସନ? ଯୋଉ ଏଟା କହିପାରିବେ କୋଉଥର କହିଲେ? କୋଉଥର ଏଟା? ଆରେ କୋଉଥରୁ କନସେପ୍ଟ ଆଇଛି କୋଶ୍ଚିନ୍ ଟା?
ଯଦି କହିଦେବେ ତାହେଲେ ଆପଣ ଜାଣିଲେ ଠିକ ଅଛନ୍ତି। କୋଶ୍ଚିନ୍ଟା କୋଉଥିରୁ ଆଇଛି? ନର୍ମାଲିଟି। ନର୍ମାଲିଟି ଯେ ନର୍ମାଲିଟିର କୋଉ କନସେପ୍ଟଟା ୟୁଜ ହେଇଛି କହିଲେ? ହୁଁ ନର୍ମାଲିଟିର କୋଉ କନସେପ୍ଟଟା ୟୁଜ ହେଇଛି? ହୁଁ ଏଇଟା ଇଏ ହେଇନି ଯୋଉ ହ୍ୱାଟ ଭଲ୍ୟୁମ ଅଫ ୱାଟର ଏଇ ଯୋଉ ଇଏଟା ହେଇନି କେତେ ଭଲ୍ୟୁମ ୱାଟର ନିଡ୍ କରୁଛି ପଚାରୁଛି ଭଲ୍ୟୁମ ଟା ତାହେଲେ 50 ml ଅଫ ଦେଇଛି ଗୋଟେ ଭଲ୍ୟୁମ ଦେଇଦେଇଛି ଅଲରେଡି କେତେ M1 50 ml B1 ସେଇଟା। ହଁ ସେଇଟା ବା ଆଉ କଣ ଗୋଟେ ନର୍ମାଲିଟି ଦେଇଦେଇଛି କେତେ 4n ତାହେଲେ ଏଟା କଣ ତାହେଲେ ଏଟା n1 ଏଟା କେତେ ହ୍ୱାଟ ଭଲ୍ୟୁମ ଏଇଟା ହେଇଛି v1 ଏଟା ଦେଇଥିବ କଣ ଏଟା ହେଇଯିବ n1 ତାହେଲେ ଇଏ କଣ v2 ପଚାରିଛି v2 ଟା ମାନେ କେତେ ଭଲ୍ୟୁମ ଦରକାର ଆଡେଡ କେତେ କରିବା ପଚାରିଛି n2 ଟା ଦେଇଦେଇଛି 1 n ହେଲା କି ନାଇଁ ତାହେଲେ କଣ ହେଇଯିବ v2 କେମିତି ବାହାରିବ ଆମର କଣ ଥିଲା ଫର୍ମୁଲା n1 v1 ଇକ୍ୱାଲ ଟୁ କଣ ହେଇଯିବ n2 v2 ତାହେଲେ v2 ଟା କେମିତି ବାହାରିବ n1 v1 ବାଇ କଣ ହେଇଯିବ ଏଟା ହେଇଯିବ n2 ତାହେଲେ ଏଟା କେତେ କେତେ ହେଲା n1 v1 ଏଟା କେତେ 50 ଇଣ୍ଟୁ କେତେ 4 ଡିଭାଇଡେଡ ବାଇ କେତେ ଏଟା 1 ତାହେଲେ କେତେ ହେଲା 200 ml ତାହେଲେ କେତେ ml ଦରକାର ହ୍ୱାଟ ଭଲ୍ୟୁମ ଓହୋ କେତେ ପଚାରିଛି କଣ ହ୍ୱାଟ ଭଲ୍ୟୁମ ଅଫ କଣ ପଚାରିଛି ୱାଟର ଯୋଉ ଆଡେଡ କେତେ ଆଡେଡ କରିଛନ୍ତି ତାହେଲେ କେତେ ଆଡ କରିଛନ୍ତି ତାହେଲେ କେତେ 50 ଥିଲା 150 150 150। ଏଇଟା ହବ ଆନ୍ସର କାହିଁକି ନା ଆମର 50 ଥିଲା ଟୋଟାଲ ଭଲ୍ୟୁମ ଟା କେତେ ହେଇଛି ଆମର 150 ହେଇଛି ଯୋଉ 200 ହେଇଛି ତାହେଲେ ଆମର 150 ଆଡ କରିଥିବା ତାହେଲେ ଏଇଟା ହବ ଆନ୍ସର 150 ml ଟା ହେଲା ବିଟା ହବ ଆନ୍ସର ତାର ଦେଇଛି 50 ml ଅଫ ml ଦେଇଛି 10n ଦେଇଛି H2SO4 25 ml of 12 NHCl and 40 ml of 5NH3 were mixed together tell and the volume of the mixture was made up to 1000 by adding the water the normality এটা କୋଉଥିର କ୍ୱେଶ୍ଚିନ୍ କହିପାରିବେ M1 B1 M2 B2 বা B1 plus B2। ଏଇଟା କଣ ନର୍ମାଲିଟି ଅଫ କଣ ହବ ମିକ୍ସଚର ନର୍ମାଲିଟି ଅଫ ମିକ୍ସଚର କ୍ୱେଶ୍ଚିନ୍ ହେଇଛି ମିକ୍ସଚର ଅଫ କ୍ୱେଶ୍ଚିନ୍ ଆମର କଣ ଥିଲା ଫର୍ମୁଲା ତାହେଲେ n କଣ ନା n1 v1 ପ୍ଲସ କଣ ହେଇଯିବ n2 v2 ଡିଭାଇଡେଡ ବାଇ v1 ପ୍ଲସ v2 ତାହେଲେ ସେଇ ଫର୍ମୁଲା ଆମେ ୟୁଜ କରିଦବା ତାହେଲେ ଏଟା ହେଇଯିବ କେତେ 50 ଇଣ୍ଟୁ କଣ ହେଇଯିବ 10 ଏଇଟା ଏଇଠୁ ମୁଁ ଡାଇରେକ୍ଟ ପକେଇ ଦଉଛି ହେଲା ଏଟା ହେଇଯିବ କେତେ ପ୍ଲସ 25 ଇଣ୍ଟୁ 12 ପ୍ଲସ 40 ଇଣ୍ଟୁ ଏଟା କେତେ 5 ଡିଭାଇଡେଡ ବାଇ କେତେ ଆମର ଅପଟୁ କେଜି କେତେ 1000 ଆଉ ଟୋଟାଲ ଭଲ୍ୟୁମ ଟା କରିବେନି କାହିଁକି ନା 1000 ଯାକେ ଆମକୁ ଚେକଅପ୍ କରିବାର ଅଛି ସବୁତକ ଏଇଟାରେ ଦିଟା ଆମର ସଲ୍ୟୁସନ ପାଇଁ n1 v1 ଯଦି ଏଟା ତିନିଟା ଦେଇଛି ତାହେଲେ କଣ ହେଇଯିବ ଏଟା ପୁଣି ଗୋଟେ n3 v3 ଆଡ ହେଇଯିବ ଆଉ କଣ ହେଲା କି ନାଇଁ ଏଇଟା ଆଉ କଣ ତାହେଲେ କେତେ ଟୋଟାଲ ଟା କେତେ ହେଲା 500 ପ୍ଲସ 25 ହେଲେ କେତେ ହେଇଯିବ ଏଟା ହେଲେ ଏଟା କେତେ ହେଇଯିବ 50 ଇଣ୍ଟୁ 6 ତାହେଲେ 300 ନା ଆରେ 12 ହେଲେ 12ଟାକୁ 6 କରିଦେଲେ ଏଟା 50 ହେଇଯିବ 300 40 45 200 ବୋଧେ ତାହେଲେ ଏଟା କେତେ 1000 ବୋଧେ କଟି ଯାଉଛି ସବୁ 1 ଅଛି ନା ଆନ୍ସର 1 ଅଛି 10 ଟା ନା କେତେ ଆସିଲା ଆପଣଙ୍କର 1 ଆସିବ 1 ଆସିବ। ନେକ୍ସଟ ଦେଖିବା What is the maximum number of atom? କୋଉଠି maximum number of atom ଅଛି ଆମେ ସେଇଭଳିଆ ଟେଷ୍ଟ କରିବା କୋଉଥିରେ ଇଏରେ ନମ୍ବର ଅଫ ମୋଲ ଟା ବାହାର କରିଦବା କି ନାଇଁ କାର୍ବନ ରେ କେତେ ହେବ 24 ବାଇ କେତେ 12 ତାହେଲେ କେତେ ହେଇଯିବ ଏଟା 2 ଏଟା 2 ମୋଲ ତାହେଲେ ଯଦି ଆଲୁମିନିୟମ ରେ ଦେଖିବା ଆରେ ଏଟା ତ ଦେଇଛି ଡାଇରେକ୍ଟ ତ 27 ତାହେଲେ ଏଟା ଏତେ 1 ମୋଲ ଏଟା 56 ଏଟା ବି 1 ମୋଲ କି ଏଟା ନାଇଁ ଏଟା ବି 1 ମୋଲ କି ନାଇଁ କ୍ୱେଶ୍ଚିନ୍ ଦେଖିକି ମୁଁ ଏଟା କହିଦେବି ଏଟା ହବ 2 ମୋଲ କରିବି କଣ ତାପରେ ନେକ୍ସଟ ଦେଖିବା the liter of CO2 represent by 4.4 gram of CO2 at STP କେତେ ଲିଟର ଦେବ ତାହେଲେ ମୋର କଣ CO2 ପୁରା ସ୍ପିଡରେ କରିଦଉଛି ନିଜେ ନିଜେ ତାହେଲେ କଣ CO2 ଦେଇଛି CO2 କଣ ଯେତେବେଳେ କଣ ହୁଏ 44 ଗ୍ରାମ ତାହେଲେ କଣ 1 ମୋଲ 1 ମୋଲ 44 ଗ୍ରାମ ବେଳେ ଯଦି ଲିଟରରେ କେତେ 22.4 ଲିଟର କି ନାଇଁ 4.4 ଗ୍ରାମ ବେଳେ ପଚାରିଛି ତ এটা 10 ডিভাইডেড বাই 10 କରିଦିଅ ତାହେଲେ କେତେ ହେଲା 2.2 4 ଲିଟର ସରିଲା ଆନ୍ସର ଏଇଟା ବୁଝିଲା ନା ନାଇଁ ବୁଝିଲା ଟି ଆଜ୍ଞା ଆଜ୍ଞା ବୁଝିପାରିବନି ମତେ ମେସେଜ କରିବେ ନହେଲେ ବୁଝି ହଉଛି ସାର୍। ଯିଏ ପଢିଥିବ ସେ ବୁଝିପାରିବ ଯେ କ୍ଲାସ କରିଥିଲେ ବୁଝିପାରିବେ ଆରାମସେ ନାଇଁ ଫିର ବି ଯଦି ନହେଲା ମତେ କହିବେ ତାପରେ ନେକ୍ସଟ ଦେଖିବା କିଏ ଜଏନ କଲେ ନା କଣ ଏବେ
ତାପରେ ଦେଖନ୍ତୁ ନେକ୍ସଟ ଦେଖିଲେ ମୁଁ ରେକର୍ଡିଂ କରିଛି ନା ନାଇଁ, ଗୋଟେ ମିନିଟ୍ ରହିଲେ। ହଁ ରେକର୍ଡିଂ କରୁଛି। ମ୍ୟାକ୍ସିମମ୍ ନମ୍ବର ପଚାରିଛି, ନମ୍ବର ଅଫ ମଲିକ୍ୟୁଲ୍ସ ଆର୍ ପ୍ରେଜେଣ୍ଟ କୋଉଠି, ଏଇ ସେଇଭଳିଆ ବାହାର କରିବା କି ନାଇଁ? କଣ ବାହାର Number of କରିବା? moles. ନମ୍ବର ଅଫ ମୋଲ ବାହାର କରିବା। ତାହେଲେ H2 ରେ କଣ ବାହାର କରିବା? ଲିଟର ଦେଇଛି, ତାହେଲେ ଭଲ୍ୟୁମ ରେ 15 ଲିଟର ବାଇ କେତେ 22.4 ଲିଟର, ହେଲା କି ନାଇଁ? ତାହେଲେ ଏଟା H2 ଟା ଏଟା ଗ୍ରାମ ରେ ଦେଇଛି, ତାହେଲେ କଣ 0.5 ଗ୍ରାମ ବାଇ 2 ଗ୍ରାମ, ହେଲା କି ନାଇଁ? ଏଟା କଣ ଲିଟର ଦେଇଛି, ତାହେଲେ କଣ STP, ତାହେଲେ 5 ଲିଟର ବାଇ କଣ ହେଇଯିବ N2 ଟା 22.4, ଆଉ 10 ଗ୍ରାମ O2 ଟା ଦେଇଛି, O2 ଟା କେତେ ହେଇଯିବ ନା 10 ଗ୍ରାମ ବାଇ 32। କୋଉଟା ଅଛି, 32. କୋଉଟା ମ୍ୟାକ୍ସିମମ୍ ଅଛି? ମ୍ୟାକ୍ସିମମ୍ କୋଉଟା ଅଛି, H2 ଟା ଅଛି କି? ଏଟା ହେଇଯିବ କେତେ 5/20 ହେଲେ 1/4 ହେଲେ ଏଟା ହେଇଯିବ 0.25, ଏଟା 10 ବାଇ ହେଲେ କେତେ ହେଇଯିବ, ଏଟାର 100 ହେଲେ 0.33 ବୋଧେ ଏଟା ହେଇଯିବ ନା, ନାଇଁ କି 0.3 ସମଥିଙ୍ଗ ହେଇଯିବ। ଏଟା 5 ବାଇ ହେଲେ ଏଟା ବହୁତ କମ ଆସିବ, 15ଟା ବୋଧେ ଅଧିକା ଆସିବ ସବୁଠୁ। H2 ଟା ଏଇଟା ବୋଧେ ଉପରଟା ନା କୋଉଟା ଆସିଲା? ଏଇଟା ଆସିବ ଅଧିକା ଲାଗୁଛି, 15ଟା ହେଲେ କେତେ ହେଇଯିବ, ଏଟା ହେଇଯିବ 15, ଏଟା ହେଇଯିବ କେତେ 15 ବାଇ ଏଟା କେତେ ହେଇଯିବ 150 ଡିଭାଇଡେଡ ବାଇ 224, ତାହେଲେ ଏଇଟା ହେଇଯିବ, ଆଉ ଏଟା ହେଇଯିବ। ଏଟା ବାହାର କରିବେ, ଏଟା ଅଧିକା ଆସୁଥିବ। ତାପରେ ଦେଇଛି the weight of pure NaOH required to prepare 250 ml ଏତିକି ସଲ୍ୟୁସନ, ତାହେଲେ କେତେ ୱେଟ୍ ଦରକାର ହବ? ତାହେଲେ ଏଟା କଣ ୟୁଜ କରିବା, ନର୍ମାଲିଟି ଦେଇଦେଇଛି, ସିମ୍ପଲ ନର୍ମାଲିଟି ୱେଟ୍ କରିବା। ୱେଟ୍ ବାଇ କଣ ହେଇଯିବ ଇକ୍ୱାଲେଣ୍ଟ ୱେଟ୍ କି ନାଇଁ ଇନଟୁ କଣ 1000 ଡିଭାଇଡେଡ ବାଇ କେତେ ଭଲ୍ୟୁମ ଇନ କଣ ଥିଲେ ml ରେ, ତାହେଲେ କେତେ ୱେଟ୍ ଆମକୁ ତ ଦରକାର, ଏଟା ମାସ୍ ନର୍ମାଲିଟି 1, ତାହେଲେ କେତେ ୱେଟ୍ ଆମକୁ ୱେଟ୍ ଟା ଦରକାର, ଡିଭାଇଡେଡ ବାଇ ଇକ୍ୱାଲେଣ୍ଟ ୱେଟ୍ କେତେ 40 ୟାର, ତାହେଲେ ଏଟା କେତେ 1000 ଡିଭାଇଡେଡ ବାଇ କେତେ 250, ତାହେଲେ 4 ହେଲେ ଇଏ କଟିଗଲା, ତାହେଲେ କେତେ ହେଇଗଲା ଇଏ 10 ଏପ୍ଟିକି ପଳେଇଲା, ତାହେଲେ ୱେଟ୍ କେତେ 1 ଗ୍ରାମ, ଆଉ କଣ ୱେଟ୍ କେତେ ହେଇଗଲା 1 ଗ୍ରାମ, ହେଲା କି ନାଇଁ? ଆଜ୍ଞା ଆଜ୍ଞା। ନେକ୍ସଟ ଯିବା, ଦେଇଛି ଏତିକି ମଲିକ୍ୟୁଲ ଅଫ ୟୁରିଆ, ୟୁରିଆର ଫର୍ମୁଲା କିଏ କହିପାରିବେ? ୟୁରିଆର ଫର୍ମୁଲା କଣ? ଆରେ NH2CONH2 present in 100 ml in solution, the concentration of urea। ଆଚ୍ଛା ଏଟା ତ ସମାନ, ଏଟା କଣ ବାହାର କରିଦବା, କନସେନ୍ଟ୍ରେସନ କଲେ କଣ ବାହାର କରିବା, ମୋଲାରିଟି ପଚାରିଛି, ମୋଲାରିଟି କଣ ହବ, ଏଟା କଣ ଦେଇଛି ଆଟମ ମଲିକ୍ୟୁଲ୍ସ ରେ ଦେଇଛି, ତାହେଲେ ଆମେ କଣ ପକେଇଦବା given molecules କି ନାଇଁ, ନମ୍ବର ଅଫ ମୋଲ୍ସ ପାଇଁ କଣ ପକେଇବା given molecules ବାଇ କଣ ଆଭଗାଡ୍ରୋସ ନମ୍ବର, ତାପରେ ପକେଇଦବା କଣ 1000 ବାଇ କଣ 100 ml ଟା ଦେଇଛି ଏଠି, ତାହେଲେ given ଟା କେତେ 6.022 into 10 to the power କେତେ 20, ଏଟା କେତେ 6.0 something into 10 to the power କେତେ ହେଇଯିବ 23, ଇଏ କଟିଗଲା, ଇଏ ବି କଟିଗଲେ କେତେ ଉପରକୁ ପଳେଇଲା, କେତେ ଇଏ ଦିଟା କଟିଗଲା, ତାହେଲେ ଉପରକୁ ପଳେଇଲା କେତେ ହେଇଯିବ ଇଣ୍ଟୁ କେତେ ହେଇଯିବ, ଏଟା 10 ହେଇଯିବ ନା, ତାହେଲେ ଏଟା କେତେ ହେଇଯିବ 10 to the power -3 into 10, ତାହେଲେ ହେଇଗଲା 10 to the power -2, this is equal to 0.01 କି ନାଇଁ 0.01 01 ହବ ନା, 01 କଡୁ ଆଜ୍ଞା ଏଟା ହବ ନା ବିଟା ନା କୋଉଟା ହବ, ଆଜ୍ଞା ବିଟା ବିଟା ହବ ତ ନା। 0.01 ହୁଁ ହୁଁ ତାପରେ K2CR2 ର କଣ ପଚାରିଛି ଇକ୍ୱାଲେଣ୍ଟ ମାସ୍, କେମିତି ବାହାର କରିବା, ତାର ଚାର୍ଜ ଟା ବାହାର କରିଦବା, ତାହେଲେ ଚାର୍ଜ ଟା କେତେ ହେଇଯିବ, ମନେ ରଖିଥିବା 2 ସବୁବେଳେ plus କେତେ 6 ହୁଏ, ନାଇଁ K2CR2 କେତେ 2 ପ୍ଲସ୍ ଏଟା କେତେ ଚାର୍ଜ ବାହାର କଲେ ଦିଟା x ପ୍ଲସ୍ ଏଟା କେତେ ମାଇନସ୍ କେତେ 7 × 14 ଇକ୍ୱାଲ ଟୁ 0, ତାହେଲେ ଏଟା କେତେ ହେଇଗଲା 2x ଇକ୍ୱାଲ ଟୁ ଏପଟେ ଗଲେ +12, ତାହେଲେ x ଇକ୍ୱାଲ ଟୁ କେତେ ହେଇଯିବ +6, ତାହେଲେ କେତେ ହେଇଗଲା 6 +6 ହେଇଗଲା, ଏଟା କେତେ ହେଇଗଲା +6, ତାହେଲେ କେତେ ହେଇଯିବ ମୋଲାର ମାସ୍ ବାଇ କଣ ହେଇଯିବ molecular mass by charge। ବାଇ ଚାର୍ଜ ଟା 6 ପଳେଇ ଆସିଲା ଏଟା, ଆଉ ହେଲା ଏ ବାଇଭାଲେଣ୍ଟ ମେଟାଲ ଇକ୍ୱାଲେଣ୍ଟ ୱେଟ୍ ଦେଇଦେଇଛି 12, ତାହେଲେ ଇକ୍ୱାଲେଣ୍ଟ ୱେଟ୍ ଦେଇଦେଇଛି କେତେ ୱେଟ୍ ଦେଇଦେଇଛି କେତେ 12, ତ molecular weight of the chloride it's chloride, ତାହେଲେ M2 ପଚାରିଛି Cl ନାଇଁ କି କ୍ଲୋରାଇଡ, ଆଚ୍ଛା କ୍ଲୋରାଇଡ ରେ molecular weight ଟା କେତେ ନାଇଁ କି, ସେଟା n ଟା ଆଗରେ ବାହାରିବ କି ସାର୍?
ନା ଆମେ ଆଗ ତାକୁ ଇଏଟା ଭାଲେନ୍ସିଟା ବାହାର କରିବା ନା ଯୋଉ ଇଏଟା ବାହାର କରିବା ନା ୱେଟଟା। ହଁ ସାର୍ ସେ ଆଚ୍ଛା n ଟା n ମେଟାଲ into ମେଟାଲର ଆମର ମେଟାଲର ପଚାରିଛି ଇକ୍ୱାଲେଣ୍ଟ ୱେଟ। ତାହେଲେ ମେଟାଲର ଏଇଟା ମେଟାଲର ଯୋଉ ଇଏଟା କେତେ ହେଇଥିବ? ଯୋଉ ମଲିକୁଲାର ୱେଟଟା କେତେ ହେବ? 12 into 2 into 2 ହବ 24 କି ନାଇଁ? ଆଜ୍ଞା ଆଜ୍ଞା 24 ତାପରେ ଆମକୁ କଣ ପଚାରିଛି? ଇଟ୍ସ କ୍ଲୋରାଇଡ। କ୍ଲୋରାଇଡରେ ଆମକୁ ଇଏଟା ଦେଇଛି କି ଆମକୁ ଯୋଉ ମେଟାଲଟା ତାହେଲେ ସରି ତାହେଲେ ଏଇଟା କଣ ହେଇଥିବ? ଆରେ ଯେଟା ବା ଏଇଟା ଆମ ଫର୍ମୁଲାଟା ତାହେଲେ କଣ ହେଇଥିବ? କ୍ଲୋରାଇଡଟା କଣ ହେଇଥିବ? ବାଇଭାଲେଣ୍ଟ। ଏଇଟା କହିଲେ କଣ ହବ? ମେଟାଲଟା କଣ? ମେଟାଲର ଚାର୍ଜ କଣ ହେଇଯିବ? ବାଇଭାଲେଣ୍ଟ ମାନେ ଦିଟା ନା ନାଇଁ? ଆଜ୍ଞା +2 +2 ତାହେଲେ ଚାର୍ଜ ୟାର କଣ? -1 କ୍ଲୋରିନର କେତେ? 1 ତାହେଲେ -1 ୟାର ଚାର୍ଜ ଏଠିକି ଆସିବ, ୟାର ଚାର୍ଜ ଏଠିକି ଆସିବ। ତାହେଲେ କଣ ହେଇଯିବ? MCl2 ଏମିତି ଆଇଥିବ ଫର୍ମୁଲାଟା କି ନାଇଁ? ତାର ମଲିକୁଲାର ଆଜ୍ଞା ୱେଟ କେତେ? ଆର ମାସ୍ ମୁଁ ବାହାର କରିଦେଇ 24 ମେଟାଲର। କ୍ଲୋରିନର କେତେ? 35.5 ତାହେଲେ କେତେ ହେଇଯାଉଛି? 35 31 71 31 କହୁଛି। ତାହେଲେ 70 ଇଏ 20 କେତେ? 90 ତାହେଲେ 95 ହେଲା। 95 95 ହବ ଆନ୍ସର। 77 which of the following contain the same number of atoms 12 ଗ୍ରାମ of କେତେ? ଯୋଉ ମାଗ୍ନେସିୟମ। ତାହେଲେ 12 ଗ୍ରାମ ମାଗ୍ନେସିୟମ ଦେଇଛି। ମାଗ୍ନେସିୟମର ଆଟମିକ ମାସ କେତେ? 24 ତାହେଲେ 24 କେତେ ନମ୍ବର ଅଫ ମୋଲ କେତେ ହେଇଯାଉଛି? 24/12 ଦିସ୍ ଇଜ 12/24 ସରି ଓଲଟା କରିଦେଲି ନା 12/24 ହେଇଯିବ ନା? 1/2 ତାହେଲେ 1/2 ହେଇଯିବ ଏଟା। ଏଇଟା ହେଇଯିବ 24 ଯୋଉ ସରି 12 କେତେ ହେଇଯିବ ଏଟା? 24 ତାହେଲେ ହେଇଯିବ 0.5 ମୋଲ। ଯୋଉଟା 0.5 ମୋଲ ହଉଛି ସେଇଟା ଦେଖ। କୋଉଟା 0.5 ମୋଲ ହଉଛି? 12 ଗ୍ରାମ କାର୍ବନ। 6 କାର୍ବନର ତ ଏଟା 1 କାର୍ବନ ମୋଲ ହେଇଯିବ। ବିଟା ଏଟା ଏଟା 6 ଗ୍ରାମ ହଁ ଏଇଟା ହବ କି ନାଇଁ? ଏଟା ବିଟା ଆଜ୍ଞା 0.5 ମୋଲ ହବ। 77ଟା ଗଲା। କୁଆଡେ କ୍ୱେଶ୍ଚନ ହ୍ୱାଟ ଇଜ ଦ ନମ୍ବର ଅଫ O2 ଦେଇଛି ହ୍ୱାଟ ଇଜ ଦ ନମ୍ବର ଅଫ O2 obtained at STP 45 ଗ୍ରାମ of KCl3 heated। ଏଇଟା କଲେ ଏବେ କେମିତି ବାହାର କରିବା? ପୋଟାସିୟମ କ୍ଲୋରେଟ ClO3 ଆକୁ ଯଦି ଭାଙ୍ଗିବା ତାହେଲେ କଣ ଦବ? KCl ଆଉ କଣ ଦବ? O ଦବ O2 ଦବ ନା? ଆଜ୍ଞା 2 ଆକୁ ଯଦି KCl ଏଇଟା ନିଜେ ଇଏ 2 କରିଦେବେ ଟିକେ ଏଇଟା 3 ହେଇଯିବ। ଆଜ୍ଞା ଇଏ କରିଦେଲେ ଯୋଉ ବାଲାନ୍ସିଂ ଇକ୍ୱେସନ କରିଦେବେ ତାହେଲେ କଣ ଦେଇଛି? 45 ଗ୍ରାମ ଏଇଟା କେତେ? ଆର ୱେଟ ଆମେ ବାହାର କରିଥିଲେ 2 into କେତେ ହେଇଥିଲା ଏଟା? ପୋଟାସିୟମର କେତେ? 39 କ୍ଲୋରିନର କେତେ? 35.5 ପ୍ଲସ୍ 48 ହେଲା। ଏତିକି ଗ୍ରାମ ବେଳେ କେତେ O2 କେତେ ହଉଛି ନା? ଆଜ୍ଞା STP ରେ ପଚାରିଛି ନା? STP ରେ 3 into 22.4 ଲିଟର। 22 ତାହେଲେ 45 ଗ୍ରାମ ବେଳେ କେତେ କି ନାଇଁ? ଆରେ ଏଇଟା ମିଶେଇ ଦେଲେ ଆଜ୍ଞା ଏଟା କେତେ ଆସିବ? 2 into କେତେ ହଉଛି? ମିଶିଲେ ଏଟା ଏବେ 122.5 ହେଇଯିବ। ତାହେଲେ ତାହେଲେ 45 ଗ୍ରାମ ବେଳେ କେତେ ଆସିବ? ତାହେଲେ କେତେ ଆସିଲା? 3 into 22.4 divided by 2 into କେତେ? 5 into କେତେ ହେଇଯିବ? 45 ଏଟା କାଟିଦେଲେ ଆଉ ଇଜି ଆଉ ହେଲା। କାଟିଦେଲେ ଏଟା ଆଜ୍ଞା କେତେ ପଳେଇ ଆସୁଛି କେତେ? ଆନ୍ସର ଟା ଦେଖିଦେବେ ଆନ୍ସରଟା କାଟିଦେଲେ 13 ପଏଣ୍ଟ ସମଥିଙ୍ଗ ଏଇଟା ପଳେଇ ଆସୁଛି ଦିଟା 13.441 ପଳେଇ ଆସୁଛି। ଆପ୍ରୋକ୍ସିମେଟଲି ଆସୁଥିବ ଆନ୍ସର। ଆକୁରେଟ ବି ବେଳେ ବେଳେ ଆସିବନି ହେଲା। ବେଳେବେଳେ ଆକୁରେଟ ବି ଆସୁଥିବ କେତେବେଳେ ଆପ୍ରୋକ୍ସିମେଟଲି ଆସୁଥିବ। ଆଜ୍ଞା ନେକ୍ସଟ ଯିବା। The number of oxygen atom in 4.4 ଗ୍ରାମ of approx ହେଲା। ଏଇଟା କଲେ ବୋଧେ ଏବେ ତାହେଲେ କଣ କାର୍ବନ ଡାଇଅକ୍ସାଇଡ ଏଇଟା ହେଇଛି ଗୁଡା। ତାହେଲେ 44 ଗ୍ରାମ ଯେତେବେଳେ 1 ମୋଲ କେତେ ଆଟମ ହୁଏ? 6 into 10 to the power 6 into 10 to 23 23 ଏତିକି ନେଇଥାନ୍ତୁ। ତାହେଲେ ଏଇଟା କେତେ ଦେଇଛି? ତାପରେ ଏକ ବେଳେ କେତେ 4.4 ଏଇଟା 4.4 ହେଲେ ତାହେଲେ କଣ ହେଇଯିବ? ଏଠି ବି 10 ହେଇଛି ଏଠି ବି 10 ଡିଭାଇଡ କରିଦବା କି ଉପରକୁ ନାଇଁ? 10 ପଡିବ ନା କେତେ? ଅକ୍ସିଜେନ ଆଟମ ତ ହଁ into 10 to the power 22 ଏଇଟା ତ ଆଜ୍ଞା ଏଇଟା ହବ ସେଇଟା ନା କୋଉଟା ହବ? ଆଜ୍ଞା ସେଇଟା ଉପରକୁ ପଳେଇଲେ ସେଠି ଗୋଟେ Oxygen atoms ତାହେଲେ the number of oxygen atoms present CO2 ଆରେ ଏଇଟା ବା ଦିଟା ଅକ୍ସିଜେନ ଏଇଥିର ପଚାରିଛି। ଆମେ ଖାଲିର O2 ଦେଇଛି ବା ଏଇଟା ଦିଟା into 2 ହବ ନା? ଆଜ୍ଞା into 2 ହବ ତାହେଲେ ଏଇଟା into 2 ହବ into 2 କଲେ କେତେ ହେଇଯିବ? 1.6 12 into କେତେ ହେଇଯିବ? 10 to the power 22 23 ତାହେଲେ 1.2 into 10 to the power କେତେ ହେଇଯିବ? 1.2 8 ହବ ସାର୍। ଏଇଟା ହବ ଆନ୍ସର ହେଲା। ସେଇଟା ହବନି ଏଇଟା କାଟିଦେବା। ସେଟା 2 ଦେଇଥିବା
ହଁ ଟୁଟା ଦିଟା ଅକ୍ସିଜେନ ପାଇଁ ଏଟା ଟିକେ ନଜର ମୁଁ କରିନଥିଲି ନେକ୍ସଟ ଯିବା ଦ ସ୍ପେସିଫିକ ହିଟ୍ ଅଫ ସଲିଡ ବାଇଭାଲେଣ୍ଟ ମେଟାଲିକ ଦେଇ ଦେଇଛି ଏତିକି ସ୍ପେସିଫିକ ହିଟ୍ ଦେଇ ଦେଇଛି ହେଲା କି ନାଇଁ ତାହେଲେ ମେଟାଲିକ ତାହେଲେ ଇଟ୍ସ ଇକ୍ୱାଲେଣ୍ଟ ମାସ ପଚାରିଛି ଆଚ୍ଛା ସ୍ପେସିଫିକ ହିଟ୍ କରିକି ଆମେ ଆଟମିକ ମାସ ଟା ୟୁଜ କରି ବାହାର କରିଦବା ତାପରେ ଇକ୍ୱାଲେଣ୍ଟ ମାସ ଟା ବାହାର କରିଦବା କି ନାଇଁ ତାହେଲେ ଆଟମିକ ମାସ ଟା କଣ ଥିଲା ଫର୍ମୁଲା ନା 6.4 ଡିଭାଇଡେଡ ବାଇ କଣ ସ୍ପେସିଫିକ ହିଟ୍ କି ନାଇଁ ତାହେଲେ 6.4 ଡିଭାଇଡେଡ ବାଇ 0.21 ତାହେଲେ ଏଟା କଲେ କେତେ ଆସୁଛି ଓ ଏଟା ପଳେଇ ଆସୁଛି 30 लगभग ହେଲା ଆଟମିକ ମାସ ମିଳିଗଲା କି ନାଇଁ ତାପରେ କଣ ଦେଇଛି ବାଇଭାଲେଣ୍ଟ ମେଟାଲ କି ନାଇଁ ତାହେଲେ ମୁଁ ଏବେ ଇଏଟା ବାହାର କରିଦେବି ଇକ୍ୱାଲେଣ୍ଟ ମାସ ଟା ବାହାର କରିଦେବି ଆରେ ମେଟାଲ ଟା କଣ ଅଛି ବାଇଭାଲେଣ୍ଟ ବାଇଭାଲେଣ୍ଟ ମାନେ କଣ ଭାଲେନ୍ସି କେତେ ଭାଲେନ୍ସି 2 ତାହେଲେ ଇକ୍ୱାଲେଣ୍ଟ ୱେଟ ଟା କେତେ ଇକ୍ୱାଲେଣ୍ଟ ୱେଟ କଣ 30 ବାଇ କଣ ହେଇଯିବ 2 15 ହେଇଯିବ କି ନାଇଁ नेक्स्ट देजी वॉल्यूम ऑफ CO2 फॉर्म्ड STP बाय हीटिंग 10 ग्राम ऑफ कौन CaCO3 अच्छा हीटिंग करबा कैल्शियम कार्बोनेट को हीट कले कौन दबो CO प्लस CO2 ताले 10 ग्राम एडा केते 100 ग्राम मिले केते दिए CO2 फॉर्म्ड एट STP ताले केना 22.4 10 ग्राम मिले केते दबो डिवाइड बाय 10 कर दबा ताले केते 2.24 लीटर के नै अछि ना नै सीटा हला ताहले देजी 0.5 ग्राम ऑफ मेटल is liberated 56 ml of dry H2 at NTP from excess of dilute H2SO4 what is the equivalent mass of the metal এটা কোশ্চেনটা কোড কই পারে যদি করে দেবে তাহলে এই কোশ্চেনটা কোড পড়েছিলি ইকুয়ালেন্ট মাস পচারছি দেখুন দেখুন কোশ্চেনটা কোড কোনটো তারপরে এটু করে করিয়া কোনটো আরে এটা কোন কনসেপ্ট কোশ্চেনটা আইছি কি কই পারে আরে কেতে জন অছন্তি কই পারিবে না নাই ମୁଁ ଦେଖ କେତେ ଜଣ ଅଛନ୍ତି ଆରେ କହିପାରୁନାହାନ୍ତି ଆରେ କ୍ଲାସ କରିଛନ୍ତି ନା ନାଇଁ କିଛି ପଢିକି ଆସିଛନ୍ତି ନା ଯୋଉ ସେମିତିଆ ଖାଲି ପଳେଇ ତମେ ଜଣେ ହିଁ ତ ଅଛ ଆଚ୍ଛା ଏଇଟା କୋଉଥିରୁ ଆଇଛି କୋଶ୍ଚିନ୍ ଟା କହିଲେ କଣ ହେଇଛି ଏଥିରେ କ୍ଲାସ କରିଥିଲ ଏଟା ଇକ୍ୱାଲେଣ୍ଟ ମାସ ଟା ଭଲକି କ୍ଲାସ କରିଥିଲ ଏଇଟା କଣ ଦେଇଛି 0.5 ଗ୍ରାମ ଅଫ ମେଟାଲ ଲିବରେଟେଡ କଣ ଦେଇଛି ହାଇଡ୍ରୋଜେନ ଗ୍ୟାସ ମୁଁ ଗୋଟେ ପଢିଥିଲି ଯୋଉ H2 ଗ୍ୟାସ ଲିବରେଟେଡ ଗୋଟେ କନସେପ୍ଟ ପଢିଥିଲି ହାଇଡ୍ରୋଜେନ ଗ୍ୟାସ ଗୋଟେ ଇକ୍ୱାଲେଣ୍ଟ ମାସ ରେ କଣ ଲିବରେଟେଡ କରେ ପଢିଥିଲି କଣ ଥିଲା ଫର୍ମୁଲା W1 ବାଇ W2 ଇଜିକାଲ ଟୁ E1 ବାଇ E2 ପଢିନଥିଲି ଏଇଟା କଣ ଥିଲା weight of metal ଏଇଟା କଣ ହବ equivalent mass of metal କି ନାଇଁ ତାହେଲେ এই ଫର୍ମୁଲାକୁ କିନ୍ତୁ ଏଠି ଆମ କଣ ଥିଲା ଏଠି କଣ ଦେଇଛି 0.5 ଗ୍ରାମ ଅଫ କଣ ଦେଇଛି ମେଟାଲ ଲିବରେଟେଡ ଏତିକି ml ଟାକୁ ଆମକୁ ଫାଷ୍ଟ କୋଉଥିରେ କନଭର୍ଟ କରିବାକୁ ପଡିବ ହାଇଡ୍ରୋଜେନ ର ଏଟା କୋଉଥିରେ ଗ୍ରାମ ରେ ତାହେଲେ H2 mass of H2 ବାହାର କରିବା mass of H2 ତାହେଲେ କେତେ ଥିଲା 2 ବାଇ କଣ ହବ 22400 ଇଣ୍ଟୁ କେତେ ହେଇଯିବ କେତେ ml 56 ml ଏଟା ଜାଣିପାରୁଛ ନା ନାଇଁ ଆରେ କେତେ ମାସ ଏଟା ମୁଁ ବୁଝିପାରୁନାହାନ୍ତି ଏଟା କେମିତି ମୁଁ କହିଲି ଦେଖନ୍ତୁ ଏଟା ମନେକର ଏଟା କେମନ ହେଇଯିବ 22.4 ଲିଟର ବେଳେ କେତେ ହାଇଡ୍ରୋଜେନ ର ମାସ କେତେ 2 ଗ୍ରାମ କି ନାଇଁ ତାହେଲେ ଲିଟର ଟାକୁ ମୁଁ ଏଥିରେ କୋଉଥିରେ କଲି ml ରେ କନଭର୍ଟ କରିଦେଲି 22400 ବେଳେ ତାହେଲେ ମାସ ଟା କେତେ 2 ଗ୍ରାମ କି ନାଇଁ ତାହେଲେ 56 ବେଳେ କେତେ ହେଲା 2 ବାଇ 22400 ଇଣ୍ଟୁ କଣ ହେଲା 56 ଗ୍ରାମ କି ନାଇଁ 56 ml ତାହେଲେ ଏଟା ଆମର କଣ ଗ୍ରାମ ରେ ପଳେଇ ଆସିଲା ତାହେଲେ ଏଟା କଣ କେତେ ହେଇଯିବ ବାହାର କଲେ କ୍ୟାଲକୁଲେଟ କଲେ ଏଟା କେତେ ପଳେଇ ଆଉଛି କ୍ୟାଲକୁଲେଟର ମାରିଦେଲୁ ନହେଲେ କେତେ ଆସୁଛି ଏଟା ପଳେଇ ଆଉଛି କେତେ 0.005 ଏଟା ପଳେଇ ଆଉଛି 0.005 ଗ୍ରାମ ହେଲା ତାହେଲେ 0.5005 ତାପରେ ଆମର ଦେଇଛି ଏବେ ଆମେ ୟୁଜ କରିଦବା W1 by W2 ଟା W1 by W2 equal to କଣ E1 by E2 ପାଇଗଲି ତାହେଲେ that implies mass of କଣ mass of metal କେତେ ଏଟା ଦେଇ ଦେଇଛି 0.15 ତାହେଲେ mass of କେତେ ଆମର ଯୋଉ ଇଏଟା ହାଇଡ୍ରୋଜେନ 0.005 equivalent mass of metal ଏଟା equivalent mass of metal ମୁଁ ତାକୁ ବାହାର କରିବି ତାପରେ ହାଇଡ୍ରୋଜେନ ର କେତେ 1 କି ନାଇଁ ଏଟା କାଟିଲେ କେତେ ହେଇଯିବ 15 ବାଇ କେତେ ହେଇଯିବ 100
एटा हेजिवो इनटू हेजिवो केते 1000 बाय केते हेजिवो 5 अच्छा जुडेशन कटि गला 5 3 ताले केते हेजिवो 30 तो 30 अछि हां ଆଜ୍ଞା 30 हेजिवो एटा पढे नथि गोटे लास्ट रे गोटे ହଁ ସାର୍ कॉन्सेप्ट एटा गोटे स्पेशल ଆଜ୍ଞା कॉन्सेप्ट पढे एटा ପଢେଇଥିଲେ स्पेशल पढितलवा स्पेशल कॉन्सेप्ट एटा हाइड्रोजन गैस लिबरेटेड जेतेले कोन हबो मेटल जेतेले देथियो होला कि नै ଆଜ୍ଞା नेक्स्ट देछि हाउ मेनी ग्राम्स ऑफ एटम ऑफ ऑक्सीजन प्रेजेंट इन 0.5 मोल ऑफ H2SO4 केते देछि 0.5 मोल अच्छा 1 मोल जेतेले हुए 1 मोल 1 मोल H2SO4 बेले केते आसीबो कहले 1 मोल H2SO4 रे केते हाउ मेनी ग्राम ऑफ एटम ऑक्सीजन तले केते ग्राम 4 ग्राम ऑफ एटम कि नै एटम ऑफ ऑक्सीजन ग्राम ऑफ एटम ऑफ ऑक्सीजन अरे चारिटा अछि ना नै ଆଜ୍ଞା तले 0.5 बेले केते हितियो 2 ग्राम एटम लेट है देजे हाउ मेनी इलेक्ट्रॉन आर प्रेजेंट इन एतिकी मोल्स ऑफ वेट केते इलेक्ट्रॉन अछि ऑक्सीजन केते इलेक्ट्रॉन ऑक्सीजन रो एटॉमिक नंबर केते 8 तले 8 टा इलेक्ट्रॉन थिबो कि नै किंतु कोछि केते एतिकी मोल रे तले एतिकी मोल रे केते केमति एटा बाहर करिया हाउ मेनी इलेक्ट्रॉन्स आर प्रेजेंट इन एतिकी मोल्स एतिकी रे तले 1 इलेक्ट्रॉन एटा 8 टा इलेक्ट्रॉन नै कि 1 मोल रे केते थिबो अच्छा 1 मोल रे केते थिबो 1 मोल रे 1 मोल केते माने 6.023 into 10 to the power 23 रे मोल रे केते इलेक्ट्रॉन थिबो केते थिबो एटा एटा केते थिबो सेई 6.023 into 10 to the power 23 थिबो ना केते हबो सेतिकी थिबो ना 1 मोल रे एतिकी इलेक्ट्रॉन थिबो कि नै 1 मोल रे एतिकी इलेक्ट्रॉन तले केते कहै एतिकी मोल रे केते हबो तले 2 into 10 to the power केते -3 मोल रे केते हिजो तले 6.023 into 10 to the power 23 into केते 2 into into 10 to the power केते -3 ହେଲା କି ନାଇଁ କିନ୍ତୁ କେତେଟା ଇଲେକ୍ଟ୍ରନ ଏଠି ଅଛି କେତେଟା 8 8 8ଟା ଆଜ୍ଞା ମଲ୍ଟିପ୍ଲାଏ କରିବା କି ନାଇଁ O8 ରେ ତାହେଲେ ଏଠି ହେଇଯିବ ମଲ୍ଟିପ୍ଲାଏ କଲେ ଏଟା ହେଇଯାଉଛି କେତେ 8 ବିଟା ଦୁଗୁଣେ ହବ ସାର୍ 16 ଆଁ ବିଟା ହବ ବିଟା ହବ ବିଟା ହଉଛି କି ଦେଖିଲ 96 96 ହଉଛି ଅକ୍ସିଜେନ ନା ଆଉ ପ୍ରେଜେଣ୍ଟ ଇନ 1 ମୋଲ ରେ 8 ଏତିକି 3 କଲେ 16 ଆରେ 16 ସରି ଆରେ ଏଇଟା 10 ନା ଆରେ यार ଏଟା କେତେ ହେଇଯିବ 10 ହେଇଯିବ ଆରେ ଏଟା ଏଠି -2 ପା ଅଛି ଆରେ 2 ମାଇନସ୍ ଅଛି ବା ଏଟା ବା O8 2 ମାଇନସ୍ ଅଛି ଆରେ ଏଇଟା ମୁଁ ନଜର କରିନି O8 2 ମାଇନସ୍ ତାହେଲେ କେତେଟା ଇଲେକ୍ଟ୍ରନ ଏଠି ଟୋଟାଲ 10ଟା ଇଲେକ୍ଟ୍ରନ ନା କି ନାଇଁ ଆଜ୍ଞା ସେଟା 10ଟା କଟିଦବ ଇଲେକ୍ଟ୍ରନ ହେଇଗଲେ କେତେ ମାଇନସ୍ ହେଇଯିବ କଟା ହେଇଯିବ ତାହେଲେ ଏଟା 10ଟା ଇଲେକ୍ଟ୍ରନ ହେଇଗଲେ ଇଏ ହେଇଯିବ 6 ଦୁଗୁଣେ 12 12 ଇଏ ହେଇଯିବ କେତେ 120 ନା ଇଣ୍ଟୁ କେତେ ହେଇଯିବ 0.023 into 10 to the power କେତେ ହେଇଯିବ ଇଏ 3 ପଳେଇ ଗଲେ 20 ନା ତାହେଲେ ଇଏ ଦିଟା ଟିକେ ପଳେଇ ଆସିଲା ନହେଲେ କେତେ ହେଇଯିବ 1.2 into -3 ଭୁଲ ହେଲା କି ଏ ହେଲା 20 20 120 ସମଥିଙ୍ଗ ହେଇଥିବ ତ ହଁ 1.22 into 10 to the power 20 22 ହବ ବୋଧେ ସେଇଟା ହବ ଇଣ୍ଟୁ କେତେ ହେଇଯିବ ଏଟା ଦିଟା ରିପ୍ଲେସ କଲା ତାହେଲେ କେତେ ହବ 22 ହବ ଆନ୍ସର ଟା ସେଇଟା ହବ ହୁଁ ହେଲା ନା ନାଇଁ ଆଜ୍ଞା ଆରେ ଏଇଟା ମଲ୍ଟିପ୍ଲାଏ କଲେ କେତେ 20 20 ସହ କେତେ 120 ଏଟା ହେଇଯିବ ଆରାମରେ ତାର 86 ଟା ଦେଇଛି at STP 5.6 liter of gas weight 60 gram it's vapor density of the gas ତାହେଲେ କଣ ନା ଦେଇଛି ତାହେଲେ 5.6 ଲିଟର ଯେତେବେଳେ ଦିଏ 5.6 ରେ କେତେ 60 ଗ୍ରାମ ତାହେଲେ ଆର କଣ ମୋଲାର ମାସ ଟା ମୁଁ ବାହାର କରିଦେବି ମୋଲାର ମାସ ପାଇଁ କେତେ ନେବି 1 ମୋଲ ନେଇଯିବି କି ନାଇଁ 1 ମୋଲ ଆଜ୍ଞା ନେଲେ କେତେ ହେଇଯିବ 22.4 ଲିଟର ରେ କେତେ 22.4 60 ବାଇ କେତେ 5.6 ଇଣ୍ଟୁ କେତେ 22.4 ଏଟା ବୋଧେ 5 ଚଉ 20 4 ଗୁଣ ନା 6 ଚଉ 24 ଆଜ୍ଞା 240 240 240 ଭେପର ଡେନ୍ସିଟି ହେଲେ କେତେ ବାଇ 2 ହେଇଯିବ ତାହେଲେ କେତେ 120 ହେଲା କି ନାଇଁ ହୁଁ ଦୁଇଟା ହବ 1.0 मोल ऑफ CO2 कंटेंट केते ଦେଇଛି ତାହେଲେ 1 ମୋଲ ଦେଇଛି ନାଇଁ କି
1 mole of ଦେଇଛି କଣ CO2 CO2 କଣ କରିବ 6.023 into 10 to the 23 carbon atom yes ହଁ ଏଟା କାର୍ବନ ଆଟମ 6.023 into ଏତିକି ଆଟମ ନ କାହିଁକି ନା ଦିଟା ଅଛି ନା ନାଇଁ ଏଟା 10 to 2 ହବ 18 point ଏତିକି CO2 ଆଟମ ନା ତାହେଲେ ଏଟା ଅନୁସାରେ ଏଟା ତାପରେ ଯିବା ଏତିକି ଆଟମ ଅଫ an element weight ଦେଇଛି ଏତିକି ତ ସେଇଟା ଟିକେ ପ୍ରିଭିୟସ୍ ସ୍ଲାଇଡ୍ ଟା ଟିକେ ଦେଖେଇଲେ ଏଟା ବୁଝିଲାନି ତ ସେଇଟା ଯଦି O2 କହିଥାନ୍ତା ହେଲେ ସେଟା 2 ଗୁଣି ହେଇଥାନ୍ତା ଏଇଟା O2 ହେଇଥିଲେ ଯଦି O ଅକ୍ସିଜେନ ଆଟମ ହେଇଥିଲେ ନା O2 ଅକ୍ସିଜେନ ଆଟମ ପଚାରିଥିଲେ କଣ ହେଇଥାନ୍ତା 6.023 into 2 23 10 to the 23 into 2 ହେଇଥାନ୍ତା ନା ଦିଟା ଆଟମ ନା ଅକ୍ସିଜେନ ଆଜ୍ଞା ଏଇଟା କାର୍ବନ ପଚାରିଛି ତେଣୁ ସେଇଟା କାର୍ବନ ଟା ହବ ଅପସନ ଟା ଏଇଟା କଣ ଦେଇଛି ଏତିକି ଆଟମ ତାହେଲେ 4.6 into 10 to the 22 ରେ କେତେ ଗ୍ରାମ 13 point କେତେ 8 ଗ୍ରାମ ତାହେଲେ ଆଟମିକ ମାସ ତାହେଲେ ଆଟମିକ ମାସ ପାଇଁ ମୁଁ କଣ କରିଦେବି ଆର 1 ମୋଲ ନେଇଯିବି 1 ମୋଲ ହେଲେ କେତେ 6.023 into 10 to the 23 ରେ କେତେ ଯେତିକି ହେଲା ସେଇଟା 1 ମୋଲ ତାର ଆଟମିକ ମାସ ଟା ମିଳିଯିବ 30.8 divided by 4.6 into 10 to the 22 into କେତେ ହେଇଯିବ 6.023 into 10 to the କେତେ ହେଇଯିବ 23 ଏଟା କାଟିଦେଲେ ହବ ଏଟା କାଟି ପାରିବ ସେଇଟା କଟିଯିବ 10 to the 23 ଟା କଟିଯିବ ଏଇଟା କଟିଲେ କେତେ ହେଇଯିବ ଏଟା 10 to the କେତେ ଥିଲା 22 ଇଏ 23 ତାହେଲେ ଆଉ ରହିଲା 10 ଉପରେ ନା ଉପରେ ଆଉ 10 ରହିଲା ତାହେଲେ 10 ଟା ମଲ୍ଟିପ୍ଲାଏ କଲେ ହେଇଯିବ କେତେଟା 138 into କେତେ ହେଇଯିବ 6.023 divided by 4.6 ତାହେଲେ ଏଇଟା କାଟିଲେ 3 କେତେ ରେ କଟିଯିବ 180 ଆସୁଛି ନା କଣ ଏମିତିଆ କାଟିଲେ ହେଲା ଆଉ ସେଟା 3 ରେ ଆନ୍ସରଟା କଟିବ 34 18 180 ଆସିବ ତ ଆଜ୍ଞା ତାପରେ ଗଲା ନେକ୍ସଟ ଦେଖିବା ସରିଗଲା ଏଥର ଆଉ ଅଳ୍ପ ସେ ଛାଡିଦବା how many gram of NOH will be required to neutralize ଏତିକି ଗ୍ରାମ କଣ ବେଞ୍ଜୋଇକ ଏସିଡ ଆଚ୍ଛା କେତେ ନ୍ୟୁଟ୍ରାଲାଇଜ ଯାହାର ନମ୍ବର ଅଫ ମୋଲ ଯେତିକି ହବ ତାର ନମ୍ବର ଅଫ ମୋଲ ସେତିକି ହେଲେ ତାର ନ୍ୟୁଟ୍ରାଲାଇଜ ହେଇଯିବ କି ନାଇଁ ଏଟା ଏସିଡ ଟା ଏଟା କଣ ଅଛି ଫ୍ରେଶ ଟା କି ନାଇଁ ତାହେଲେ ଏସିଡ ବେସିଡ ମିଶିଲେ ନ୍ୟୁଟ୍ରାଲାଇଜ ହେଇଯିବ ତାହେଲେ ଏଠି ଆମର କଣ ଆର ନମ୍ବର ଅଫ ମୋଲ ଟା ବାହାର କରିଦବା ବେଞ୍ଜୋଇକ ଏସିଡ କେତେ ଫର୍ମୁଲା କଣ C6H5COH ତାହେଲେ ଆର ମଲିକୁଲାର ୱେଟ ଟା କେତେ ହେଇଯିବ 1272 ପ୍ଲସ କାର୍ବନ କେତେଟା ଅଛି 6ଟା ଇଏ ପ୍ଲସ ଇଏ କେତେ 12 ପ୍ଲସ 32 କେତେ ହେଇଯାଉଛି ଟୋଟାଲ ବାହାର କଲେ 18 18 ଇଏ 10 ହେଇଗଲେ 32 42 ଇଏ ଯେ ହେଲା 50 ହେଲେ କେତେ ହେଇଯାଉଛି 122 ନା ତାହେଲେ ଯେତେ ତାର ନମ୍ବର ଅଫ ମୋଲ୍ସ ଟା କେତେ ହେଇଯିବ ତାହେଲେ ମାସ ଟା କେତେ 4.2 divided by 122 ତାହେଲେ 1/10 ହେଇଯିବ କି ନାଇଁ 0.1 ମୋଲ ତାହେଲେ ଆର ଯଦି 0.1 ଆର ବି 0.1 ମୋଲ ତାହେଲେ ନମ୍ବର ଅଫ ମୋଲ ଇକ୍ୱାଲ ଟୁ କଣ ହେଇଯିବ ମାସ ବାଇ କେତେ ମୋଲାର ମାସ ଗୋଟେ ନମ୍ବର ଅଫ ମୋଲ ଟା ଏଟା ଦେଇଦେଇଛି କେତେ 0.1 ତାହେଲେ କେତେ ହେଇଗଲା ତାହେଲେ ମାସ ଇକ୍ୱାଲ ଟୁ କେତେ ହେଇଗଲା 4 ଗ୍ରାମ 40 into 4 ନାଇଁ କି ତାହେଲେ 4 ଗ୍ରାମ ହେଇଯିବ ଆନ୍ସରଟା ଦିଟା ନାଇଁ ଆଜ୍ଞା ଆନ୍ସର ତାପରେ ନେକ୍ସଟ ଯିବା 90ଟା এটা ଦେଇଛି x gram of CaCO3 was complete bond in air তাহলে the mass of solid residue 28 gram of what is the value of x complete bond হচ্ছে air তাহলে bond ହେଇଗଲେ এটা এটা ଭାଙ୍ଗିଦବା ଭାଙ୍ଗି ଦେଇଥିବ CaO CO2 ଭାଙ୍ଗିଲେ ହେଇଯିବ ନା କି ଭାଙ୍ଗିଲେ କଣ ହେଇଯିବ ଏଟା ସିଏ ଏଇଟ୍ ହେଇଗଲା ତାହେଲେ ଏଟା କେତେ ହେଇଯିବ CaO ଆଉ କଣ ଦବ CO2 ତାହେଲେ ଏଟା ଦେଇଛି କେତେ ଦେଇଛି the mass of solid residue form 28 ଗ୍ରାମ ତାହେଲେ ଆଚ୍ଛା x ଟା କେତେ ନାଇଁ କି ଏଟା କେତେ 28 ଗ୍ରାମ ଫର୍ମ ହେଇଛି ବୋଲି ନାଇଁ କି ତାହେଲେ କ୍ୟାଲସିୟମ ଟା କେତେ ତାର ମୋଲାର ମାସ କେତେ 40 ପ୍ଲସ 16 56 ଗ୍ରାମ ତାହେଲେ ଏଟା 1 ମୋଲ ବେଳେ ଏଟା ବି 1 ମୋଲ ହବ କି ନାଇଁ 1 ମୋଲ ତାହେଲେ 56 ଆର ଅଧା ଟା କେତେ 28 କି ନାଇଁ 56/2 28 ଇକ୍ୱାଲ ଟୁ କେତେ 2 ତାହେଲେ ଆର କେତେ ଡିଭାଇଡ ହଉଛି 2 ୟାର ମୋଲାର ମାସ କେତେ 100 ତାହେଲେ ଆକୁ ଡିଭାଇଡ କଲେ 2 ତାହେଲେ କେତେ ମିଳିବ 50 ଗ୍ରାମ 50 ବୁଝିଲା ନା ନାଇଁ ଆଜ୍ଞା এটা ଦେଇଛି 91 in the final answer ତାହେଲେ find the expression of the significant figure ଏଇଟା ଟିକେ ସଲ୍ୟୁସନ କରିକି ବାହାର କରିବେ ହେଲା ତାହେଲେ 29.2 ରୁ 20.2 ଏଟାକୁ ଗଲେ କେତେ ହେଇଯିବ ଏଟା କେତେ ହେଇଯିବ 9 ନା 9 into 1.79 into 10 to the power କେତେ 5 divided by 1.37 ଅଛି ଏଟାକୁ ସଲ୍ୟୁସନ କଲେ କେତେ ଆସିବ
ଏଟାକୁ ସଲ୍ୟୁସନ କଲେ କେତେ ଆସୁଛି? ଏଟାକୁ ସଲ୍ୟୁସନ ଆମେ ଯଦି କରିଦବା, ଆକୁ ଯଦି ଡିଭାଇଡ କରିଦବା ତାହେଲେ 6.56 ଇଣ୍ଟୁ କେତେ ହେଇଯିବ? 1.79 ଇଣ୍ଟୁ 10 ଟୁ ଦି ପାୱାର 5 ହେଲା। ତାକୁ କଲେ କେତେ ହେଇଯିବ? 11 ପଏଣ୍ଟ କେତେ ହେଇଯାଉଛି? 7 ଇଣ୍ଟୁ 10 ଟୁ ଦି ପାୱାର 5। ତାହେଲେ ଏଟା କେତେ ହେଇଯିବ? 1.17 ଇଣ୍ଟୁ 10 ଟୁ ଦି ପାୱାର କେତେ ହେଇଯିବ? ଏଟା 7 6 ହେଇଯିବ ନା, ନାଇଁ କି? 6 ହେଇଯିବ ନା? 6 ହେଇଯିବ। 6। ତାହେଲେ କେତେଟା ସିଗ୍ନିଫିକାଣ୍ଟ ଫିଗର ଅଛି? 3ଟା। କଣ କହିଥିଲି? ତାହେଲେ କଣ ଏଇ ଯୋଉ ପାୱାର ଟା କଣ? ପାୱାର ଗୁଡାକ କଣ? ଇନସିଗ୍ନିଫିକାଣ୍ଟ। ନେଗ୍ଲିଜିବୁଲ ଇନସିଗ୍ନିଫିକାଣ୍ଟ। ଏଗୁଡାକ ଆମେ କାଉଣ୍ଟ କରିବାନି ପାୱାର ଗୁଡାକ। କାଉଣ୍ଟ କରି ତାହେଲେ 3ଟା ସିଗ୍ନିଫିକାଣ୍ଟ ଫିଗର। ଅପସନ ସେଇଟା। ସଲ୍ୟୁସନ ଟା ନିଜେ କରିବେ, ତାପରେ ମୁଁ ଏଇଟା ବାହାର କରିଦେଲି ଆଉ। ତାହେଲେ ଅନଅର୍ଗାନିକ କମ୍ପାଉଣ୍ଡ କଣ୍ଟେନ୍ କାର୍ବନ, ହାଇଡ୍ରୋଜେନ, ଅକ୍ସିଜେନ, ଏଲିମେଣ୍ଟ, ଏନଏସିଏସ ଏତିକି। କାର୍ବନ ଦେଇ 38.71, ହାଇଡ୍ରୋଜେନ ଏତିକି ଏମ୍ପିରିକାଲ ଫର୍ମୁଲା। ଏଗୁଡା କଲେ ଏବେ ହାଇଡ୍ରୋଜେନ କାର୍ବନ ନା କଣ? ରେସିଓ ହାଇଡ୍ରୋଜେନ ହଁ କାର୍ବନ ଦେଇଛି, ହାଇଡ୍ରୋଜେନ ଦେଇଛି, ଆଉ କଣ ଦେଇଛି? ଅକ୍ସିଜେନ ଦେଇଛି। ଏମ୍ପିରିକାଲ ଫର୍ମୁଲା ବାହାର କରିବା ହେଇଥିଲା ନେବି ସବୁବେଳେ ଏଇଟା। କାର୍ବନ କେତେ? 38 ଆର ପଏଣ୍ଟ କେତେ ଦେଇଛି? 71। ଆର ହାଇଡ୍ରୋଜେନ କେତେ ଦେଇଛି? 9.67। ଆଚ୍ଛା ଅକ୍ସିଜେନ ଦେଇଛି କି? ଦେଇନି। ତାହେଲେ ଆର ମାଇନସ ଟା 100 କରିଦେଲେ ହବ। 38.1 କି ନାଇଁ? 67। ତାହେଲେ ଏଇଠି ଆସିବ 713, 3 ହେଲା 1, 8 9 8 17, 1 18 8 ହେଲା 48। ତାହେଲେ 100 ରୁ ମାଇନସ କଲେ କେତେ ହେଇଯିବ? 100 ରୁ 48 ମାଇନସ ହେଇଗଲେ କେତେ ହେଇଯିବ? 52। 52 ହେଲେ 51 ପଏଣ୍ଟ କେତେ ହେଇଯିବ? 62 ହେଇଯିବ। ମାସ୍ 12 ଆର 1 ଆର କେତେ? 16। ଏବେ ଡିଭାଇଡ କଲେ ତାହେଲେ କେତେ ହେଇଯିବ? 38.71 ଡିଭାଇଡେଡ ବାଇ 12 ତାହେଲେ 9.67 ଡିଭାଇଡେଡ ବାଇ 1 ତାହେଲେ କେତେ? 51.62 ଡିଭାଇଡେଡ ବାଇ 16। ବାହାର କଲେ କେତେ ହଉଛି? ଏଟା ହଉଛି 3.22, এটা করছে 9.67, এটা বাই 3.22। তাহলে এটা যদি রেশিওটা কেতে আসিব? এটা 1 আসিব, তাহলে ডিভাইড করলে কেতে? 3.22। 3 হুম এটা 3। রেশিওটা কেতে হবো? 3.22। একু আমি ডিভাইড করবে একু। এটা তাহলে এটা কেতে? 1 আসিব। 1 তাহলে ফর্মুলাটা কোন হলা? CH3O কোন পচারছি? এম্পিরিক্যাল ফর্মুলা এটা। এইটা এটা the density of 2m solution, ডেনসিটি দিয়ে দিয়েছি এটা, ডেনসিটি দিয়ে দিয়েছি না 2m সলিউশন। তারপরে এনে হয়েছে ওইতিকে দিয়েছি মোলালিটি অফ দ সলিউশন। এটা করলে বা এই টাইপর ଗୋଟେ ବୋଧେ ନା? এটা କେମିତି ବାହାରିବ? ଏଇଟା ଆମେ ଡାଇରେକ୍ଟ ଫର୍ମୁଲା ପକେଇ ପାରିବାନି, ହେଲା କି ନାଇଁ? କାରଣ ଏଇଟା 2m ଦେଇଛି। 2m ଟା କଣ? ଏଟା ମୋଲାରିଟିଟା। ମୋଲାରିଟି ମୋଲାରିଟି ଆମକୁ ପଚାରିଛି କଣ କ୍ୱେଶ୍ଚିନ ରେ? ମୋଲାଲିଟି ହେଲା। ତାହେଲେ ମୋଲାଲିଟି ପାଇଁ ଆମକୁ ଦରକାର କଣ? ମୋଲାଲିଟି ପାଇଁ କଣ ଦରକାର? ନମ୍ବର ମାସ୍ ଅଫ ବାଇ ମୋଲ୍ସ ବାଇ କେଜି ସଲଭେଣ୍ଟ ର କେଜି, ସଲଭେଣ୍ଟ ର କି ନାଇଁ? ସଲଭେଣ୍ଟ ଟା ଦରକାର। ଏଠି ସଲଭେଣ୍ଟ ଆମ ପାଖରେ ନାହିଁ ନା, ହେଲା କି ନାଇଁ? ମାସ୍ ବି ନାହିଁ ନା। ଡେନ୍ସିଟି ୟୁଜ କରିକି ଆମେ ବାହାର ବି ସହଜରେ କରିପାରିବା। ଆମକୁ ଫାଷ୍ଟ କଣ ବାହାର କରିବାକୁ? ନମ୍ବର ଅଫ ମୋଲ୍ସ ଟା ବାହାର କରିକି ମାସ୍ ଟା ଆମେ ବାହାର କରିବାକୁ ପଡିବ। ମାସ୍ ଟା କେମିତି ବାହାରିବ? ତାହେଲେ ନମ୍ବର ଅଫ ମୋଲ୍ସ ଇଜ ଇକାଲ ଟୁ ମାସ୍ ବାଇ କଣ ହେଇଯିବ? ମୋଲାର ମାସ୍ ବାହାର କରିବା କି ନାଇଁ? ନମ୍ବର ଅଫ ମୋଲ୍ସ ଟା କେତେ? 2 ମୋଲ୍ସ, 2 ମୋଲାର। ତା ମାନେ ଆର ମିନିଂ ଟା କଣ? 2 ମୋଲ୍ସ ପ୍ରେଜେଣ୍ଟ ହଉଛି କୋଉଥିରେ? 1000 ml ରେ। 1000 ରେ କି ନାଇଁ? ତାହେଲେ ଏଟା 2 ମୋଲ୍ସ, ନମ୍ବର ଅଫ ମୋଲ୍ସ ଟା 2, ମାସ୍ ଟା ବାହାର କରିବା ବାଇ ମୋଲାର ମାସ୍ NH ଟା କେତେ? 40। ତାହେଲେ ମୁଁ ମାସ୍ ଟା ପାଇଗଲି କେତେ? 80। ମାସ୍ ଟା ମିଳିଗଲା ଏଠୁ ମତେ 80, ହେଲା କି ନାଇଁ? ଓହୋ। ତାହେଲେ ଆଉ ମାସ୍ ହବ ଆମେ ଏଇଠି ବାହାର କରିଦବା। ଡେନ୍ସିଟି ଦେଇଛି କି ନାଇଁ? ଡେନ୍ସିଟି କେତେ ଦେଇଛି? 1.28। କେ ଜଏନ୍ କଲେ ବୋଧେ ଦେଖିଆ। ତାହେଲେ ମାସ୍ ଟା କେତେ ଦେଇଛି? 1.28 ଦେଇଛି କି ନାଇଁ? ଯୋଉ ଡେନ୍ସିଟି ଟା ଦେଇଛି, ତାହେଲେ ଆମେ ଡେନ୍ସିଟି ଇଜ ଇକ୍ୱାଲ ଟୁ ମାସ୍ ବାଇ କଣ ବାହାର କରିଦବା? ଭଲ୍ୟୁମ। ଆଉ ମୋଲାଲିଟି ପାଇଁ ମାସ୍ ଅଫ ସଲ୍ୟୁସନ ଦରକାର। ଭଲ୍ୟୁମ ଟା ଦେଇଛି, ତାହେଲେ ମାସ୍ ଟା କେତେ? 1.28 ଇଜ ଇକ୍ୱାଲ ଟୁ ମାସ୍ ବାଇ ଭଲ୍ୟୁମ ଟା କେତେ? 1000 କି ନାଇଁ? 1000 ml। ତାହେଲେ ଏଟା କେତେ ହେଇଯିବ? ମାସ୍ ଟା ମାସ୍ ଅଫ ସଲ୍ୟୁସନ, ସଲ୍ୟୁସନ କେତେ ହେଇଗଲା? 1280 ml କି ନାଇଁ? ଏଟା ତାହେଲେ ମାସ୍ ଅଫ ସଲ୍ୟୁସନ ଟା କଣ? ମାସ୍ ଅଫ ସଲ୍ୟୁସନ। ତାହେଲେ ସଲଭେଣ୍ଟ ଆମେ କେମିତି ପାଇବା? ଆମକୁ ସଲଭେଣ୍ଟ ଦରକାର। ତାହେଲେ ଏଠୁ କଣ? 1280 ରୁ 80 ମାଇନସ କରିଦବା। ସଲ୍ୟୁଟ ଟା ସଲଭେଣ୍ଟ ରୁ ସଲ୍ୟୁଟ ମାଇନସ କରିଦେଲେ ସଲଭେଣ୍ଟ ମିଳିଗଲା।
ଆମର କେତେ 1200 1200 ତାହେଲେ ଏବେ ମୁଁ ଫର୍ମୁଲା ପକେଇଦେବି କଣ ମୋଲାଲିଟି ଆଜ୍ଞା ମୋଲାଲିଟିର ଫର୍ମୁଲା କଣ ୱେଟ୍ ବାଇ ମଲିକୁଲାର ମାସ୍ ଇଣ୍ଟୁ କଣ 1000 ବାଇ ସଲଭେଣ୍ଟ ଇନ୍ ଗ୍ରାମ ରେ ପକେଇଦେଲି ତାହେଲେ ୱେଟ୍ କେତେ ଆମର 80 ଗ୍ରାମ ଡିଭାଇଡେଡ୍ ବାଇ ଏଟା ସଲଭେଣ୍ଟ ଯୋଉ ଇଏଟା କେତେ ମୋଲାର ମାସ୍ କେତେ 40 40 ଇଣ୍ଟୁ କେତେ 1000 ଡିଭାଇଡେଡ୍ 1000 ବାଇ ବାଇ କେତେ 1200 1200 1200 40 2 ଗୁଣେ ତାହେଲେ ଇଏ ଯୋଉଡେସିମଲ କଟିଗଲା 2 ରେ କଟିଗଲେ 6 ତାହେଲେ 1 ପଏଣ୍ଟ କେତେ ଆସିବ 1.6 ଆସିବ 6 ସମଥିଙ୍ଗ ତାହେଲେ ଏଇଟା କେନେ ଆଜ୍ଞା ଟିକେ ଆନାଲିସିସ୍ କରି ବଢିଆ କ୍ୱେଶ୍ଚିନ୍ ଗୁଡା ଇଣ୍ଟରେଷ୍ଟିଂ କ୍ୱେଶ୍ଚିନ୍ ଗୁଡା ମଜା ଭଲ ଲାଗୁଛି କ୍ୱେଶ୍ଚିନ୍ କରିବାକୁ ଏଇଟା NEET ର କ୍ୱେଶ୍ଚିନ୍ ବା ଦେଖୁନାହାନ୍ତି ଓଡିଶା NEET କ୍ୱେଶ୍ଚିନ୍ ମୁଁ ସବୁଥିରେ ରଖିଛି NEET JEE ସବୁଥିରେ ରଖିଥିଲି ବଢିଆ କଥା ଟିକେ ସେଟା ଧରି ପାରିଲେ କ୍ୱେଶ୍ଚିନ୍ ଗୁଡା କରି ହଁ ଟିକେ କୋଉଟା କେମିତି ଧରିବ ମୁଁ ତ କହିଦଉଛି ନା କେମିତି ଧରିବ କୋଉଟା ଆଜ୍ଞା କେମିତି କୋଉଟା ଡାଇରେକ୍ଟ ତ କରିହବନି ନା ଦେଇଛି ଆଭୋଗାଡ୍ରୋସ୍ ନମ୍ବର ଇଜ ଚେଞ୍ଜଡ ତାହେଲେ ଆଭୋଗାଡ୍ରୋସ୍ ନମ୍ବର ଯଦି ଚେଞ୍ଜ ହେଇଥିବ ମନେକର କଣ ହେଇଛି 6.022 into 10 to the power 23 ତାହେଲେ ଯଦି ଦେଇଯାଇଛି 6.022 into 10 to the power 20 ହେଇଯିବ ତାହେଲେ ଆମର କଣ ହେଇଯିବ ଡେଫିନେସନ ଅଫ ମାସ୍ ଅଫ ୟୁନିଟ ଇଏ ହେବ ନା 1 ମୋଲ୍ ଅଫ କାର୍ବନ ଚେଞ୍ଜ ହେଇଯିବ ନା ରେସିଓ ଅଫ କେମିକାଲ ସ୍ପେସିସ୍ ଇଚ୍ ଅଦର ଅଫ ଦ ବାଲାନ୍ସଡ ଇକ୍ୱେସନ ଦ ରେସିଓ ଅଫ ଦ କଣ ହେଇଯିବ କୋଉଟା ହବ ତାହେଲେ କାର୍ବନ ଟା ଚେଞ୍ଜ ହେଇଯିବ କି ନାଇଁ ଆରେ କାର୍ବନ ଟା ଆମର କଣ ଥିଲା 1 ମୋଲ୍ ଟା ଆମର କଣ ଥିଲା C12 କାର୍ବନ ଟା ଆମେ ନଉଥିଲେ ନା ନାଇଁ ଆଜ୍ଞା ଆରେ 1 ମୋଲ୍ ଟା ଆମର କଣ ନଥିଲେ 1 ମୋଲ୍ ଆମେ କଣ ନଥିଲା C12 ତାହେଲେ 12 ର କାର୍ବନ ଆଟମ 1 ମୋଲ୍ କେତେ 6.023 into 10 to the power କେତେ ନଉଥିଲେ 23 ନଉଥିଲେ କି ନାଇଁ ଧର ଆଜ୍ଞା ମୁଁ ଯେତେବେଳେ 20 ହେଇଯିବ ତାହେଲେ କେତେ ହେଇଯିବ ତ ଡିଭାଇଡ୍ ବାଇ 6.023 into 10 to the 23 into କେତେ 20 ହେଇଯିବ ଯୋଉ 6 ପଏଣ୍ଟ into 10 to the power କଣ ହେଇଯିବ 2 ହେଇକି 20 ହେଇଯିବ ତାହେଲେ ଏଟା କମି ହେଇଯିବ କି ନାଇଁ ତାହେଲେ ଏଇଟା ହିଁ ପ୍ରୋବ୍ଲେମ ହବ କି ନାଇଁ କୋଉଟା ଆଜ୍ଞା ଚେଞ୍ଜ ହେଇଯିବ ମାସ୍ ଟା ଚେଞ୍ଜ ହେଇଯିବ ଜାଣି ହେଲା ଏଟା ମୁଁ କରୁନି ଆଜ୍ଞା ବାହାର କରୁନି ଦରକାର ପଡୁନି ସଲ୍ୟୁସନ ଟା ଏଇ ଟାଇପ ର ମାନେ ଏଇଟା କିଛି ଦରକାର ପଡୁନି କରିବାଟା କିନ୍ତୁ ମାନେ ଏଇଟା କରିବା କିଛି ଦରକାର ନାହିଁ ଏଇଟା ଜାଣି ହେଇଯାଉଛି ଏଇଟା ହବ ବୋଲି ମାନେ ହେଲା ଏଇଟା କାର୍ବନ ଟାକୁ ଆମେ ବେସ୍ ନେଇକି କରିଥିଲେ ମାନେ ତାହେଲେ ହଁ ଫର୍ମୁଲା ଆମେ ଆରେ ଅନୁସାରେ କୋଉଟା କାର୍ବନ ରହୁଥିଲା ଆଟମିକ ୱେଟ ଆମର ଯେତେବେଳେ C2 ମଲିକୁଲାର ୱେଟ ଯୋଉ ଆଟମିକ ମାସ ପଢିଥିଲି ବା ଆଟମିକ ମାସ ମଲିକୁଲାର ମାସ ହେଲା ଏଗୁଡା ସବୁ କୋଉଥିରେ କାହାକୁ କମ୍ପେୟାର କରାଯାଇଛି C12 କୁ ହେଲା କି ନାଇଁ C12 ଆଜ୍ଞା ହେଲା ତେଣୁ ତାହେଲେ ଆଉ ମୋଲ ଟା ଆମର କଣ ଥିଲା ଆଭୋଗାଡ୍ରୋସ୍ ନମ୍ବର ଟା ଡାଇରେକ୍ଟ କଣ ଭଲ୍ୟୁମ ଟା କଣ ଥିଲା ଡାଇରେକ୍ଟ କଣ ନମ୍ବର ଅଫ ମୋଲ୍ସ କୁ କି ନାଇଁ ତେଣୁ ନମ୍ବର ଅଫ ମୋଲ୍ସ ଟା ଆଜ୍ଞା ଆମର ଯଦି ଚେଞ୍ଜ ହେଇଯିବ ନା ତାହେଲେ କଣ କାର୍ବନ ର ଇଏଟା ଚେଞ୍ଜ ହେଇଯିବ ନା ନାଇଁ ଆମର ଯୋଉ ମଲିକୁଲାର ମାସ ଟା ବାହାର କରୁଛନ୍ତି ମଲିକୁଲାର ମାସ ଅଫ କାର୍ବନ କେତେ 12 ଗ୍ରାମ ତାର ଏଇ ଯୋଉ 12 ଗ୍ରାମ ଟା କାହାକୁ ଆମେ ନଉଛନ୍ତି ଏଇ କାର୍ବନ କୁ କମ୍ପେୟାର କରିକି ନଉଛନ୍ତି ନା 1 ମୋଲ କୁ ନଉଛନ୍ତି ନା 1 ମୋଲ କୁ ଯେ 12 ଗ୍ରାମ ନଉଛନ୍ତି ନା ତାକୁ କି ବେସ୍ ନାଇଁ କରିକି ଯଦି ମୁଁ ମୋଲ ଟା ଆଜ୍ଞା ଜାଗାରେ 1.6.023 ନଉଥିଲି ଆଗରୁ ଏବେ 6.022 ନେଇ ଯୋଉ 20 ନେଇଯିବି ତାହେଲେ ଆମର ଚେଞ୍ଜ ହବନି ଚେଞ୍ଜ ହେବ ନା ନାଇଁ ଚେଞ୍ଜ ଆଜ୍ଞା ହେଇଯିବ ନା ଚେଞ୍ଜ ହେଇଯିବ ନା ତେଣୁ ଏଇଟା ହିଁ ଚେଞ୍ଜ ହେବ ଏଇଟା ଆନ୍ସର ହେବ ନେକ୍ସଟ ଦେବା ତାପରେ ଦେଇଛି କଣ ହାଉ ମେନି ଗ୍ରାମସ୍ ଅଫ କନସେନ୍ଟ୍ରେସନ ନାଇଟ୍ରିକ ଏସିଡ should prepare 250 ml ଏତିକି 70% ହେଲା କେତେ ଗ୍ରାମ ପଚାରିଛି ହେଲା କି ନାଇଁ କେତେ ଗ୍ରାମ ଏଇଟା କଣ ମୋଲାରିଟି ରେ ପଚାରିଛି କେତେ ଗ୍ରାମ ଆମର ଦରକାର ପଡିବ ତାହେଲେ ମୁଁ ମୋଲାରିଟି ଜାଣିଛି ମୋଲାରିଟି ଇକ୍ୱାଲ ଟୁ କଣ ୱେଟ୍ ବାଇ କଣ ଥିଲା ମୋଲେକୁଲାର ମାସ୍ କି ନାଇଁ ଇଣ୍ଟୁ କଣ 1000 ବାଇ କେତେ ଏଟା ଯୋଉ ଭଲ୍ୟୁମ ଟା କି ନାଇଁ ୱେଟ୍ ଟା କେତେ ଆଜ୍ଞା ୱେଟ୍ ଟା ତ ପଚାରିଛି ଆମକୁ ଏଟା ଦେଇ ଦେଇଛି 2 ଏଟା ମୋଲେକୁଲାର ମାସ୍ କେତେ 14 14 6 ପ୍ଲସ୍ 1 ପ୍ଲସ୍ କେତେ 48 ନା 48 ହେଲେ 15 ହେଲେ କେତେ ହେଲା 8 5 13 63 ନା 8 5 13 ଆଜ୍ଞା 63 100 1000 ଡିଭାଇଡେଡ୍ ବାଇ କେତେ 250 ml ରେ ପଚାରିଛି 250 ତାହେଲେ ଡବଲ ଟା ମୁଁ ବାହାର କରିଦେଲି ତାହେଲେ କଣ 2 into 63 into 250 ଡିଭାଇଡେଡ୍ ବାଇ କେତେ ହେଇଯିବ 1000 ତାହେଲେ ଏଟା ପଳେଇ ଯାଉଛି କେତେ ପଳେଇ ଯାଉଛି କେତେ କହିଲ ଏଟା ପଳେଇ ଯାଉଛି 31.5 ହେଲା କିନ୍ତୁ ଏଠି ଆଜ୍ଞା ପଚାରିଥିଲା କଣ 60 କନସେନ୍ଟ୍ରେସନ କେତେ 63 ଥିଲା by 2 କନସେନ୍ଟ୍ରେସନ ଟା କେତେ ଥିଲା ଆମର ଯୋଉ 70% ନା ଏଇ HNO3 ଆଜ୍ଞା ଟା ଆମର ଏଠି ଦେଇଛି କଣ ଏଟା ନିଟ୍ ର କ୍ୱେଶ୍ଚନ ଗୋଟେ ଟିକେ ସେଥିପାଇଁ ଲେଭେଲ ରହୁଛି HNO3 ଟା କଣ ଥିଲା ଏଟା 70% କି ନାଇଁ ତାହେଲେ ଯଦି ଆଜ୍ଞା ଏଇ ଯୋଉ ଦେଇଛି ଏଠି ଆମକୁ କିନ୍ତୁ ଏଇଟା ଯୋଉଟା ଆମର ବାହାରିଲା ଏଟା କେତେ ପରସେଣ୍ଟ ର ବାହାରିଥିବ ଏଟା 100% ର କି ନାଇଁ ଆମେ ଯେତେ ସବୁ ବାହାର ହୁଁ କରୁଛନ୍ତି ସବୁଗୁଡା ତ 100% ନା HNO3 ଆଜ୍ଞା ର
ତାହେଲେ 70% ଟା କେତେ ହେଇଯିବ? ତାହେଲେ 31.5 into କଣ ହେଇଯିବ 700 divided by 70 ତାହେଲେ ଏଇଟା ହେଇଯିବ 45 ଗ୍ରାମ। 70 ହଁ ଏଇଟା ହେଇଯିବ 45 ଗ୍ରାମ। ନେକ୍ସଟ ଦେଖିବା ଏଟା ଦେଇଛି which of the following numbers of all zeros are significant। ଆଚ୍ଛା ସବୁ ଜିରୋ ଗୁଡା significant ହେଇଥିବ କୋଉଟାର? ଦେଖିଲ ଏଇଟା ସବୁ ଜିରୋ ଗୁଡା significant କି? ନୁହଁ କାହିଁକି ନା ଇନିସିଆଲ ଜିରୋ ଗୁଡାକ ଫାର୍ଷ୍ଟ insignificant। ଏଟା ବି ନୁହଁ, ବିଟା ଏଇଟା ବି ନୁହଁ। ଏଇଥିରେ ଜିରୋଟା ଏଇଟା ବି significant ନୁହଁ, ଏଇଟା significant ନୁହଁ, ଏଇ ଦିଟା significant। ଏଇଟା ଏଇଟା ଏଇ ଦିଟା ନା ସେଇଟା ହବ, ଏଥିରେ ସବୁ ସେଇଟା ହବ answer। 3 ହୁଁ। ତାପରେ ଦେଇଛି 20 ଗ୍ରାମ ଅଫ ସାର୍ CO3। ହଁ ସାର୍ କହିଲେ। ଟିକେ ପ୍ରିଭିୟସ୍ କୁ ଟିକେ ସାର୍ ଗଲେ ହଁ ସାର୍ ସେଇଟା ଯୋଉ ବିଟାରେ ସେଟା ହୁଁ। କହିଥିଲେ 0 ପଏଣ୍ଟ ପରେ 0 ଗୋଟେ ଥିବ ତାପରେ ଏଣ୍ଡ ହେଇଥିବ 0 କୁ ସେ ଗୋଟେ ସିଗ୍ନିଫିକାଣ୍ଟ ହଉଥିଲା। ନା ମୁଁ କହିଥିଲି କଣ ଇନିସିଆଲ ଜିରୋ ଗୁଡାକ ଇନସିଗ୍ନିଫିକାଣ୍ଟ। ଭଲ କି ପଢିବେ ଦେଖିବେ ଆଜ୍ଞା ଇନସିଗ୍ନିଫିକାଣ୍ଟ। କୋଉ ଜିରୋ ଗୁଡାକ ଜିରୋ ଥିବ ଏଣ୍ଡିଙ୍ଗ ଜିରୋ ହେଲା କି ନାଇଁ, ଏଣ୍ଡିଙ୍ଗ ପ୍ଲସ କଣ ଥିବ ଆଫ୍ଟର ଡେସିମାଲ। କହିଥିଲି ମନେ କରିବ ସଠିକରେ ଆଫ୍ଟର ଡେସିମାଲ ହେଲା କି ନାଇଁ, ସେଗୁଡାକ ହଉଛି ଆଜ୍ଞା ସିଗ୍ନିଫିକାଣ୍ଟ। ଏଇଟା ହଉଛି ସିଗ୍ନିଫିକାଣ୍ଟ, ଏଇ ଜିରୋ ଗୁଡାକ ସିଗ୍ନିଫିକାଣ୍ଟ। ଦେଖନ୍ତୁ ଏଇଟା ଏଣ୍ଡିଙ୍ଗ ଜିରୋ ଅଛି ନା, ଏଣ୍ଡିଙ୍ଗ ଜିରୋ ଅଛି କି? ଏଇଟା ଆଜ୍ଞା ଇନିସିଆଲ ଜିରୋଟା ବା, ଏଇଟା ଇନିସିଆଲ ଜିରୋ, ଏଇଟା ବି ଇନିସିଆଲ ଆଜ୍ଞା ଜିରୋ। ଦଶମିକ ପରେ ଏଣ୍ଡିଙ୍ଗ ଥିବ ଆଉ 8 ଡେସିମାଲ ପରେ ଥିବ। ଏଇଟା ଦେଖ ଡେସିମାଲ ପରେ ଅଛି ଏଣ୍ଡିଙ୍ଗ ଜିରୋ, ଏଇଗୁଡା ତେଣୁ ସବୁ ଗୁଡା ହବ ହେଲା କି ନାଇଁ, ବୁଝିଲା। ଆଜ୍ଞା ତାର ଦେଇଛି 20 ଗ୍ରାମ ଅଫ CaCO3। CaCO3 ନେଇଗଲେ ତାହେଲେ ହିଟ କଲେ କଣ ଦବ CO2 ପ୍ଲସ CaO ଦେଇଛି 20 ଗ୍ରାମ। ଏଇଟା 20 ଗ୍ରାମ, ଏଇଟା କେତେ ଗ୍ରାମ ଦେଇଛି 8.8 ଗ୍ରାମ, ଏଇଟା କେତେ ଦେଇଛି 11.2 ଗ୍ରାମ। ଏଇଟା କୋଉ ଲ କୁ ଫଲୋ କରୁଛି? ଆରେ କୋଉ ଲ ଟା ଫଲୋ କରୁଛି? ଲ ଅଫ କନଜରଭେସନ ଅଫ ମାସ, ଲ ଅଫ କନଷ୍ଟାଣ୍ଟ କମ୍ପୋଜିସନ, ମାନେ ଯୋଉ ଇଏଟା ଯୋଉ ଡେଫିନାଇଟ ପ୍ରୋପୋର୍ସନ, ଲ ଅଫ ମଲ୍ଟିପୁଲ ପ୍ରୋପୋର୍ସନ, କୋଉ ଲ କୁ ଫଲୋ କରୁଛି? ଆରେ ସିମ୍ପଲ, ଏଠି 20 ଗ୍ରାମ ଯୋଉ ରିଆକ୍ଟାଣ୍ଟ କଣ ଅଛି, ରିଆକ୍ଟାଣ୍ଟ ମାସ ଇକ୍ୱାଲ ଟୁ ମାସ ଅଫ ରିଆକ୍ଟାଣ୍ଟ ଇକ୍ୱାଲ ଟୁ କଣ ଅଛି, ରିଆକ୍ଟାଣ୍ଟ ଇକ୍ୱାଲ ଟୁ ମାସ ମାସ ଅଫ ପ୍ରଡକ୍ଟ ପ୍ରଡକ୍ଟ। ଏଟା କୋଉ କାହାକୁ ଫଲୋ କରୁଛି? କନଜରଭେସନ ଲ ଅଫ ମାସ, କନଜରଭେସନ ମାସ କୁ ବା ଏଟା ଫଲୋ କରୁଛି, ମାସ କୁ ଫଲୋ କରୁଛି, ସିମ୍ପଲ ଏଟା। ନେକ୍ସଟ ଯିବା, ଦେଇଛି ଇନ ଏକ୍ସପେରିମେଣ୍ଟ 4 ଗ୍ରାମ ଅଫ H2 combine with O2, ତାହେଲେ H2 plus O2 combine to form H2O, H2L half ହେଲା। ତାହେଲେ ଇଏ କେତେ 4 ଗ୍ରାମ, ଏଇଟା କେତେ 32 ଗ୍ରାମ, ଏଇଟା କେତେ ଆରେ କେତେ ଏଟା 32 ଗ୍ରାମ, ଏଇଟା କେତେ 36 ଗ୍ରାମ ପଚାର କି ନାଇଁ 36 ଗ୍ରାମ। ତାହେଲେ କହୁଛି ଇନ another experiment, ଏଟା ଆଉ ଗୋଟେ ଏକ୍ସପେରିମେଣ୍ଟ କେ ଦେଇଛି H2 ପ୍ଲସ କଣ ଦେଇଛି O2 ଦେଇଛି କଣ, ଏଟା ବି H2O, ଏଟା ବି ହାଫ ହେଇଯିବ। ତାହେଲେ ଏଟା କେତେ ହେଇଥିବ, ଏଟା ଦେଇଛି କେତେ 50, ଏଟା ଦେଇଛି କେତେ 400, ଏଟା ଦେଇଛି 450 ହେଲା। ତାହେଲେ ଦେଇଛି କାହାକୁ ଫଲୋ କରୁଛି ଏଇଟା ଲ ଅଫ କନଜରଭେସନ ଅଫ ମାସ, ଲ ଅଫ କନଷ୍ଟାଣ୍ଟ କମ୍ପୋଜିସନ, କାହାକୁ ଫଲୋ କରୁଛି ନା ବୋଥ କୁ ଫଲୋ କନଜରଭେସନ କରୁଛି। ଅଫ ମାସ ଲ ଅଫ କନଜରଭେସନ ଅଫ ମାସ ଏଠି ହେଇଯାଉଛି, ଜଣା ପଡିଯାଉଛି। ଆଜ୍ଞା ଲ ଅଫ କନଷ୍ଟାଣ୍ଟ କମ୍ପୋଜିସନ କୁ ଫଲୋ କରୁଛି କି? ଫଲୋ କରୁଛି, ବୋଥ ହବ। କାହିଁକି ବହୁତ ଆମର କଣ H2 ଅଛି ଆଉ କଣ ଅଛି O2 ଅଛି କି ନାଇଁ। ଆମର କନଷ୍ଟାଣ୍ଟ ଆଜ୍ଞା କମ୍ପୋଜିସନ H2O ସବୁବେଳେ କଣ ଥିଲା ଡେଫିନାଇଟ ପ୍ରୋପୋର୍ସନ। ତାହେଲେ ଇଏ କେତେ 2 କେତେ is 2 16, ତାହେଲେ ଅଲୱେଜ କଣ ରହିବ 1:8। ମୁଁ କହିଥିଲି ସି ୱାଟର ହଉ କି ରେନ୍ ୱାଟର ହଉ କି ଆଇସ୍ ହଉ କୋଉଥିରେ ବି H2O ଟା କେତେ 1:8 ରେସିଓରେ ରହିବ କି ନାଇଁ। ତେଣୁ ଏଟା କଣ ଆଜ୍ଞା କନଷ୍ଟାଣ୍ଟ ଡେଫିନାଇଟ ପ୍ରୋପୋର୍ସନ କୁ ଫଲୋ କରୁଛି, ତେଣୁ ବୋଥ ଟା ହବ ଆନ୍ସର। ତାପରେ ଦେଇଛି which one of the following pair ସେଇଟା compound। ମାନେ ୱାଟର ଟା 1:8 ରେସିଓରେ ଆସିଲେ ସାର୍ ସେଇଟା ମାନେ କନଷ୍ଟାଣ୍ଟ ୱାଟର ପ୍ରପୋର୍ସନ। ଆସିବ କଣ, ୱାଟର ତ ସବୁବେଳେ 1:8 ରେସିଓରେ ରହିବ, ୱାଟର କୋଉଠି ବି ଜାଗାରେ ଥାଉ ସବୁ ତ ୱାଟର ସାର୍ ର ସେଠି 1:8। ଯଦି ସେ ୱାଟର ଦେଇଥିଲେ ସାର୍ ଆମେ ଜାଣିବୁ ଯେ ସେଟା କନଷ୍ଟାଣ୍ଟ ନା କମ୍ପୋଜିସନ ଅଛି। ସେମିତିଆ କିଛି ନାହିଁ, ୱାଟର ଦେଇଥିଲେ କାହିଁକି, ଏଇଟା ୱାଟର ଟା ଦେଇଛି ବୋଲି ମନେକର CO2 ବି ହେଇଥାନ୍ତା, CO2 ବି ହେଇପାରିଥାନ୍ତା ନା। CO2 ଟା କେତେ 12, ଏଟା କେତେ 32 କି ନାଇଁ। ଆଜ୍ଞା ତାହେଲେ ଏଟା କେତେ ହେଇଗଲା, 2 କାଟିଲେ 4 କାଟିଲେ 4 3 12 4 ଅଷ୍ଟାମତି 3:8। ଇଏ ଅଲୱେଜ 3:8 ରେସିଓରେ ରହିବ ନା, ଇଏ କେବେ ତ ହେଇପାରିବ। ଯାହା ଯେତେ କ୍ୱେଶ୍ଚିନ୍ ନେଇକି ଆନ୍ସର ଆଉ ହେଲା କି ନାଇଁ। ଆଜ୍ଞା এটা তারপরে দেখছি which one of the following pair compound illustrate the law of multiple proportion। multiple proportion কোটা হবো দেখলে ইয়ে হবো H2O Na2O Na2O BaO MgO Na2O না SnCl2 SnCl4 কোটা হবো SnCl2 ଆଉ SnCl4। କାହିଁକି ନା କଣ ଥିବ ଗୋଟେ କହିଥିଲି କଣ ଫାଷ୍ଟ ତ ଦିଟା ମଲିକ୍ୟୁଲ ର କଥାବାର୍ତ୍ତା ହେଇଥିବ
କେମିତି ଜାଣିବେ ଲ ଅଫ ମଲ୍ଟିପଲ ପ୍ରୋପୋର୍ସନ? ଦିଟା ମଲିକ୍ୟୁଲ ଆଉ ଗୋଟେ ଦିଟା ଯାକ ଆଟମ କଣ ହେଇଥିବ? ସେମ୍ ହେଇଥିବ। ଟୁ ଆଟମ କଣ ହେଇଥିବ? ସେମ୍ ହେଇଥିବ। ଆଉ ଗୋଟେ କନଷ୍ଟାଣ୍ଟ ଥିବ, ତାହେଲେ ୱାନ୍ କଣ ଥିବ? ୱାନ୍ ଫିକ୍ସଡ ମାସ୍, ଆଉ ଅଦରଟା କଣ ଥିବ? ଡିଫରେଣ୍ଟ ମାସ୍। ପଢିଥିଲି ନା ନାଇଁ? ଆଜ୍ଞା ଡିଫରେଣ୍ଟ ମାସ୍, ତାହେଲେ ଡିଫରେଣ୍ଟ ଯାଉଛି। ମାସ୍, ତାହେଲେ ଏଇଟା ହବ କି ନାଇଁ? ହୁଁ ଆଜ୍ଞା ତାପରେ ଦେଇଛି 1 ମୋଲ୍ ଅଫ ଗ୍ୟାସ୍ ଅକୁପାଇଜ୍ କେତେ 22.4 ଲିଟର। ଏଇଟା କୋଉ କାହାକୁ ଇଏ କରୁଛି? କୋଉ ଲ? 1 ମୋଲ୍ ଅଫ ଗ୍ୟାସ୍ ଯେ କେତେ 22.4 ଲିଟର। ଏଟା କୋଉ ଲକୁ ଫଲୋ କରୁଛି? ଗେଲୁ-ସାକ୍ସ ଲ, ଡାଲ୍ଟନ୍ ଲ, ଆଭୋଗାଡ୍ରୋସ୍ ଲ, କାହାକୁ? ଆରେ ଆଭୋଗାଡ୍ରୋସ୍ ଲ, ଭଲ୍ୟୁମ ଡାଇରେକ୍ଟ ଆቮକାଡୋ ପ୍ରୋପୋର୍ସନାଲ ନମ୍ବର ଅଫ ମୋଲ୍ସ, କି ନାଇଁ? ଆଜ୍ଞା ଆଭୋଗାଡ୍ରୋସ୍ ଲ କୁ ଫଲୋ କରୁଛି। ନେକ୍ସଟ ଯିବା 1 mu। 1 mu କେତେ? 1 mu ଇକ୍ୱାଲ୍ ଟୁ କଣ? 1/12 ଅଫ କାର୍ବନ C12 କାର୍ବନ ସେ ଦେଇଛି। ତାର ହ୍ୱାଟ ଇଜ ଦ ଆଭରେଜ ଆଟମିକ୍ ମାସ୍ ଅଫ ଦ ବ୍ରୋମିନ୍ ଅଫ ଦ। ଆଭରେଜ ଆଟମିକ୍ ମାସ୍ କେମିତି ବାହାର କରିଥିଲେ? ଆଭରେଜ ଆଟମିକ୍ ମାସ୍ ଆମର କେମିତି ବାହାରେ? ଫର୍ମୁଲାଟା କଣ? କଣ ଥିଲା? ସमेସନ ଅଫ ଫ୍ରାକ୍ସନାଲ ଆବୁଣ୍ଡାନ୍ସ କଣ ଇନଟୁ କଣ ଥିଲା? ଆଇସୋଟୋପିକ ମାସ୍। ଆଇସୋଟୋପିକ ମାସ୍, କି ନାଇଁ? ଏଟା ମନେ ଅଛି ନା ନାଇଁ? ତାହେଲେ ଏଟା କେତେ? ତାର ବ୍ରୋମିନ୍ ର ଯୋଉ ଇଏଟା କେତେ? ଫ୍ରାକ୍ସନାଲ ଆବୁଣ୍ଡାନ୍ସ କେତେ ଦେଇଛି ମାସ୍ ରେ? 78.91 ଇନଟୁ ଆଇସୋଟୋପିକ ମାସ୍ କେତେ? ତାର ଆଇସୋଟୋପିକ ମାସ୍ ଟା ଏଇଟା, ତାର ଫ୍ରାକ୍ସନାଲ ଆବୁଣ୍ଡାନ୍ସ ଟା ଏଇଟା, ନାଇଁ କି? ତାହେଲେ ଏଟା କେତେ ହେଇଯିବ? 50.69। ଏଟା ବାଇ 100 ହେଇଯିବ କି ନାଇଁ? ପରସେଣ୍ଟେଜ ରେ ଟୋଟାଲ ଟା 100 କଲେ ବି ହବ। ପ୍ଲସ୍ କାର ଦେଇଛି ଏଟା? ଏଟା ଆର କେତେ ହେଇଯିବ? 80.91 ଇନଟୁ କେତେ? 49.31 ଡିଭାଇଡେଡ୍ ବାଇ କେତେ ହେଇଯିବ? 100। ବାହାର କଲେ ଯୋଉଟା ଆସିବ, ତାହେଲେ 79.9 ଆସିବ ଏଟା ଆନ୍ସର। ଏଟା ପଢେଇଥିଲି ଫର୍ମୁଲା ଟା। ଆଜ୍ଞା ହେଲା। ତାପରେ ନେକ୍ସଟ ଯିବା। ତାପରେ ଦେଇଛି O2 N2 are represent the ratio 1:4 weight। ତାହେଲେ the ratio of molecules ଏଟା କେମିତି ହବ? ତାହେଲେ O2 N2 O2 ଦେଇଛି, ଏଠି କଣ ଦେଇଛି? N2 ଦେଇଛି। ଏଠି ରେସିଓରେ 1:4, ରେସିଓରେ 1:4। ମନେକର ଏଟାକୁ 1 ଗ୍ରାମ ନେଇଯାଅ, ଏଟାକୁ 4 ଗ୍ରାମ ନେଇଯାଅ, ହେଲା କି ନାଇଁ? ତାହେଲେ ଆର କେତେ ହେଇଯିବ? 1 ବାଇ କେତେ ହେଇଯିବ? ନମ୍ବର ଅଫ ମୋଲ୍ସ ଟା। ତାହେଲେ ନମ୍ବର ଅଫ ମୋଲିକୁଲ୍ସ ଟା ବାହାର କରିଦା। କେତେ ହେଇଯିବ? 32। ଆର କେତେ ହେଇଯିବ? 4 ବାଇ କେତେ ହେଇଯିବ? 28 ଇଜିକାଲ୍ ଟୁ 1/7। ତାହେଲେ ରେସିଓ ଟା କେତେ ହେଇଯିବ? 1/32 ଡିଭାଇଡେଡ୍ ବାଇ 1/7। ତାହେଲେ କେତେ ହେଇଗଲା? 7/32 is equal to 7:32। ଏଇଟା ତ? ଏଇଟା କି ଆଜ୍ଞା ନାଇଁ? ହଁ ତାପରେ ଦେଇଛି ତ ମାସ୍ ଅଫ 1 ମୋଲ୍ ଅଫ ଇଲେକ୍ଟ୍ରନ୍। ତାହେଲେ କେତେ କେତେ ହବ ଏଟା? 1 ମୋଲ୍ ଅଫ ଇଲେକ୍ଟ୍ରନ୍, ମାସ୍ ଅଫ 1 ମୋଲ୍ ଅଫ ଇଲେକ୍ଟ୍ରନ୍ କେତେ? ତାହେଲେ 1 ଇଲେକ୍ଟ୍ରନ୍ କେତେ ହୁଏ? 9.1 ଡି into 10 to the power minus ଡିଟା 31 kg। କୋଉଟା? D? D ଟା କେମିତି ହବ? ଏଟା ଭୁଲ ହବନି। ଆରେ 1 ଇଲେକ୍ଟ୍ରନ୍ ୱେଟ୍ ଏଇଟା, ହେଲା କି ନାଇଁ? କିନ୍ତୁ ଆମକୁ 1 ମୋଲ୍ ଅଫ ଇଲେକ୍ଟ୍ରନ୍ ପଚାରିଛି ବା। 1 ମୋଲ୍ ଅଫ ଇଲେକ୍ଟ୍ରନ୍ କେତେ ହେଇଯିବ? 9.1 into 10 to the power ଡିଭାଇଡ୍ 31 ବାଇ kg। ପ୍ଲସ୍ ଇଣ୍ଟୁ ହବ ନା ଡିଭାଇଡ୍ କାଇଁ ହବ? ଆଜ୍ଞା ଇଣ୍ଟୁ 6.02 ହେଲେ କେତେ ହେଇଯିବ? ଏଟା ମଲ୍ଟିପ୍ଲାଏ କଲେ, ଏଟା ମଲ୍ଟିପ୍ଲାଏ କରିଦେବେ, ତାହେଲେ ଏଟା କେତେ ହେଇଯିବ? 9.1 into 6.023 into 10 to the power କେତେ ହେଇଗଲା? ଏଟା -8 ନା, ନାଇଁ କି? ଆଜ୍ଞା -8 ହେଇବ ତ। ତାହେଲେ ଏଟା ଗଣିଦେଲେ କେତେ ହବ? ଏଟା 954, 954 ସମଥିଙ୍ଗ ଆସିବ, ହେଲା କି ନାଇଁ? 954 ହେଇନି କି? 54 ସମଥିଙ୍ଗ ବୋଲେ ଏଇଟା ଜମା ପଡିଯାଉଛି, ହେଲା କି ନାଇଁ? ଆରେ ଏଟା 54 ସମଥିଙ୍ଗ ଆସିବ ବୋଲେ ନିୟରଲି ଇକ୍ୱାଲ ଟୁ 55 ହେଲାନି କି? ଏଟା ମିଲିଗ୍ରାମ ହେଇଯିବ ବି। ଆଜ୍ଞା ଏଟା ଏଇଟା ଅଛି ମିଲିଗ୍ରାମ ହେଇଯିବ ମଲ୍ଟିପ୍ଲାଏ କଲେ। ଆରେ ହବନି କି? ମନେକର ଏଟା 55 ପଏଣ୍ଟ ସମଥିଙ୍ଗ ଆସିଲା, ତାହେଲେ ଏଟା କଣ? ଏଟା ଅଛି କଣ? ମିଲିଗ୍ରାମ ରେ ଦେଇଛି ଏଠି। ମିଲିଗ୍ରାମ ପାଇଁ କଣ କରିବା? ଗ୍ରାମ ରୁ ମିଲିଗ୍ରାମ ହେଲେ କେତେ ହବ? ଇଣ୍ଟୁ କଣ କରିବା? 1000 କରିବା, କି ନାଇଁ? ତାହେଲେ ଇଣ୍ଟୁ 1000 କଲେ ଏଟା କଟିଯିବନି କି? ହେଇଯିବ। ସେ କଣ? ଏଇଟା ଆସିବ ଆନ୍ସର ଟା। ତ empirical formula of CH2। CH2 ଦେଇ ଦେଇଛି। 1 ମୋଲ୍ ଅଫ କମ୍ପାଉଣ୍ଡ ହେଇଛି, ମାସ୍ ଦେଇଯାଇଛି ଏତିକି। ଆଚ୍ଛା, ଏଟା CH2 empirical formula ଦେଇଛି। ତାହେଲେ ମାସ୍ ଦେଇ ଦେଇଛି। ମାସ୍ କାହାର ଦେଇ ଦେଇଛି? ମଲିକୁଲାର ମାସ୍ ଦେଇ ଦେଇଛି ଏଟା।
1 ମୋଲ୍ ମାନେ କଣ ମଲିକୁଲାର 1 ମୋଲ୍ ଅଫ ମାସ୍ ମାନେ କଣ ତା ମିନିଂଟା କଣ ମଲିକୁଲାର ମାସ୍ କି ନାଇଁ 42 ତାହେଲେ ଏଇଠି ଏମ୍ପିରିକାଲ ୱେଟଟା ମାର୍କ କରିଦେବି ଏମ୍ପିରିକାଲ ୱେଟଟା କେତେ ହେଇଯିବ 12 2 କେତେ 14 n ଟା ବାହାରି ଯିବ ତାହେଲେ n ଟା କେତେ ହେଇଗଲା 42/14 ଏଟା କେତେ ହେଲା 3 କି ନାଇଁ 3 ହେଲା ତାହେଲେ ମଲିକୁଲାର ଫର୍ମୁଲା କଣ ହେଇଯିବ C3H6 C3H6 ଏଇଗୁଡ଼ା ଇଜି କ୍ୱେଶ୍ଚିନ୍ ଆମର କ୍ୱେଶ୍ଚିନ୍ ପରୀକ୍ଷାରେ ଏଇ ଟାଇପର କ୍ୱେଶ୍ଚିନ୍ ଆକ୍ଚୁଆଲି ଆସିବ ଏଗୁଡ଼ା ଯୋଉଟା କରୁଛି ଏବେ ଆଗରୁ ଯୋଉଗୁଡ଼ା କରିଦେଲି ଟିକେ ଖାଲି ଇଏ ପାଇଁ ପ୍ରାକ୍ଟିସ୍ ଇଏ ହେବା ପାଇଁ ଇମ୍ପୋର୍ଟାଣ୍ଟ ଯୋଉ ନିଟ୍ ଫିଟ୍ ଗୁଡ଼ା କ୍ୱେଶ୍ଚିନ୍ ଗୁଡ଼ା ଯୋଉ କରିଲି ଏଗୁଡ଼ା ନିଟ୍ JEE ଏଗୁଡ଼ା କ୍ୱେଶ୍ଚିନ୍ ଗୁଡ଼ା ଏଗୁଡ଼ା ଟିକେ ଜାଣିବେ ଲେଭେଲର କ୍ୱେଶ୍ଚିନ୍ ଆକ୍ଚୁଆଲି ଏ କ୍ୱେଶ୍ଚିନ୍ ଏଇ ଟାଇପର ଆସୁଛି ଏଗୁଡ଼ା ଟିକେ ହଁ ଏଇ 100 କ୍ୱେଶ୍ଚିନ୍ କରିଦିଅନ୍ତୁ ଯଦି ନହବ ତାହେଲେ ମତେ କହିବେ ଆଉ ସିଓର କ୍ରାକ୍ କରିଯିବ ଏଗୁଡ଼ା ହିଁ ଏ ବଢିଆ ସାର୍ ଆସୁଛି ହୁଁ ହୁଁ ଏ ବଢିଆ ସାର୍ କ୍ୱେଶ୍ଚିନ୍ ଆସୁଛି ଏଇଭଳିଆ ଆସୁଛି ଯେ ମୁଁ ସେଗୁଡ଼ା କିଛି ପ୍ରାକ୍ଟିସ୍ ରଖିଲେ କଣ ଆମର ମାଇଣ୍ଡ କ୍ଲାରିଟି ହବ ନା ଡେଭଲପମେଣ୍ଟ ହବ ମାଇଣ୍ଡ ହଁ ଏମିତି ବି କ୍ୱେଶ୍ଚିନ୍ ଆସିଲେ ମୁଁ କରିଦେଇ ପାରିବି ମୋଲାର ସଲ୍ୟୁସନ ଅଫ H2SO4 କେମିତି ବାହାରିବ ମୋଲାରଟା ପଚାରିଛି ଏଇଟା କୋଉଥିରେ ଅପସନ ଦେଇଛି ନର୍ମାଲିଟିରେ ଆରେ ନର୍ମାଲିଟି ଇକ୍ୱାଲ ଟୁ କଣ ଥିଲା x ଇଣ୍ଟୁ କଣ ଥିଲା ମୋଲାରିଟି H2SO4 x ଟା କେତେ 2 ତାହେଲେ ମୋଲାରିଟିଟା କଣ ହେଇଯିବ 2 ତାହେଲେ n/2 ସଲ୍ୟୁସନ କି ନାଇଁ ଆଜ୍ଞା when temperature increased ତାହେଲେ which is changed temperature କାହା ଉପରେ ଡିପେଣ୍ଡ କରିବ ମୋଲାରିଟି ନା weight of the fraction of the solute ମୋଲାରିଟି ମୋଲ୍ ଫ୍ରାକ୍ସନ କାହା ଉପରେ ଡିପେଣ୍ଡ କରିବ ଗୋଟେ କହିଥିଲେ ଏଟା କାହା ଉପରେ ଡିପେଣ୍ଡ କରିବ କେବଳ ମୋଲାରିଟି ଉପରେ ଡିପେଣ୍ଡ କରିବ ଆରେ ଭଲ୍ୟୁମ ଯୋଉଥିରେ ଭଲ୍ୟୁମ ଅଛି ମୋଲାରିଟିର ଫର୍ମୁଲା କଣ ଥିଲା ମୋଲାରିଟି ନମ୍ବର ଅଫ ମୋଲ୍ସ ବାଇ କଣ ଥିଲା ମାସ୍ ଇନ୍ ଯୋଉ ସଲଭେଣ୍ଟର କେଜି କି ନାଇଁ ଏଟା ଭଲ୍ୟୁମ ଉପରେ ଡିପେଣ୍ଡ କରୁନି ନା ଏଟା ତମେ ଏଠି ଡିପେଣ୍ଡ କରିବନି weight of fraction of solute କୋନ ଫ୍ରାକ୍ସନ ଉପରେ 2/3 ୟା ଉପରେ ଡିପେଣ୍ଡ କରିବ କି ନୁହ ତ ମୋଲ୍ ଫ୍ରାକ୍ସନ ରେ ତ ନାହିଁ ନା କିଛି ଭଲ୍ୟୁମ ର କିଛି ନୁହ କି ନାଇଁ ନମ୍ବର ଅଫ ମୋଲ୍ସ ରେ କାମ ତେଣୁ ମୋଲାରିଟି ର ଆମର ଫର୍ମୁଲା କଣ ଥିଲା ମୋଲାରିଟି କଣ ନମ୍ବର ଅଫ ମୋଲ୍ସ ବାଇ କଣ ଭଲ୍ୟୁମ ଯଦି ଟେମ୍ପରେଚର ଇନକ୍ରିଜ କରିଦେବି ତାହେଲେ ଭଲ୍ୟୁମ ଟା ଡିକ୍ରିଜ ହେଇଯିବ ନା କି ନାଇଁ ଟେମ୍ପରେଚର STP ରେ ଆସିଥିଲା କି ନାଇଁ ତାହେଲେ ନେକ୍ସଟ ଯିବା ସରିଲା ବୋଧେ ସରିଗଲା ସାର୍ ୟା ପରେ ସାର୍ କଣ ପଡିବ ସାର୍ ୟା ପରେ କଣ ପଢିବା ଦେଖିବା ସାର୍ ଟିକେ ଅର୍ଗାନିକ ଟା ଷ୍ଟାର୍ଟ କରିଦେଲା ଭଲ ହଉ ଦେଖିବା ଷ୍ଟାର୍ଟ କରିବା ଦେଖିବା ଥ୍ୟାଙ୍କ୍ସ ସରିଲା ମୁଁ ଏଟା ପାର୍ଟ 1 ପାର୍ଟ 2 କରିକି ଦିଟା ଭିଡିଓ ଅପଲୋଡ କରିଦେବି ହେଲା କି ନାଇଁ ଗୋଟେ ଇଏ ହେଇଥିଲା ତ ଦେଖିଦେବେ ଆଉ ହଉ ଠିକ ଅଛି ନେକ୍ସଟ କ୍ଲାସ୍